ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ ଆମର ସ୍ୱୟଂ ଉଜ୍ଜ୍ୱଳ ଭାଇ ଶ୍ରୀଯୁକ୍ତ ଉଜ୍ଜ୍ୱଳ କୁମାର ବେହେରା। ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ। ଆଉ ଥରେ ଅନୁରୋଧ କରୁଛି ବର୍ତ୍ତମାନ ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ ଆମର ସ୍ୱୟଂ ଉଜ୍ଜ୍ୱଳ ଭାଇ ଶ୍ରୀଯୁକ୍ତ ଉଜ୍ଜ୍ୱଳ କୁମାର ବେହେରା। ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ ମୁଁ ପଢିଦେବି। ହଁ ପଢି ଦିଅନ୍ତୁ ଆଜ୍ଞା। ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀହସ୍ତଲିଖିତ ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ। ଯଦି ସାଧନାରେ ଉନ୍ନତି ଲାଭ କରିବାକୁ ଚାହଁ ତେବେ କପଟତା ତ୍ୟାଗ କର। କପଟ ବ୍ୟକ୍ତି ଅନ୍ୟ ନିକଟରୁ ସୁଖ୍ୟାତିର ଆଶାରେ ନିଜକୁ ନିଜେ ପ୍ରବଞ୍ଚନା କରେ। ଅଳ୍ପ ବିଶ୍ୱାସ ଯୋଗୁଁ ଅନ୍ୟର ପ୍ରକୃତ ଦାନରୁ ମଧ୍ୟ ପ୍ରବଞ୍ଚିତ ହୁଏ। ତୁମେ ଲକ୍ଷ୍ୟ ଗଳ୍ପ କର, କିନ୍ତୁ ପ୍ରକୃତ ଉନ୍ନତି ନ ହେଲେ ତୁମର ପ୍ରକୃତ ଆନନ୍ଦ କଦାପି ଲାଭ କରିପାରିବ ନାହିଁ। କପଟାଶୟର ମୋହର କଥା ସଙ୍ଗେ ଅନ୍ତରର ଭାବ ବିକଶିତ ହୁଏ ନାହିଁ। ସେଥିପାଇଁ ଆନନ୍ଦର କଥା ମଧ୍ୟ ମୋହରେ ନିରସତାର ଚିହ୍ନ ସ୍ପଷ୍ଟ ହୁଏ। କାରଣ ମୁହଁ ଖୋଲିଲେ କଣ ହବ? ହୃଦୟରେ ଭାବର ସ୍ୱର୍ତ ହୁଏ ନାହିଁ। ଅମୃତମୟ ବାରି କପଟି ନିକଟରେ ତିକ୍ତ ଲବଣମୟ। କୂଳକୁ ଯାଇ ମଧ୍ୟ ତାର ତୃଷ୍ଣା ନିବାରିତ ହୁଏ ନାହିଁ। ସଳ ବ୍ୟକ୍ତି ଉର୍ଦ୍ଧ ଦୃଷ୍ଟି ସମ୍ପନ୍ନ ଚାତକ ପରି, କପଟି ନିମ୍ନ ଦୃଷ୍ଟି ସମ୍ପନ୍ନ ଶାଗୁଣା ପରି। ଛୋଟ ହୁଅ, କିନ୍ତୁ ଲକ୍ଷ୍ୟ ଉଚ୍ଚ ହେଉ। ବଡ଼ ଓ ଉଚ୍ଚ ହୋଇ ନିମ୍ନ ଦୃଷ୍ଟି ସମ୍ପନ୍ନ ଶାଗୁଣା ପରି ହେବାରେ ଲାଭ କଣ? କପଟି ହୁଅ ନାହିଁ, ନିଜେ ଠକାମିରେ ପଡ଼ ନାହିଁ, କି ଅନ୍ୟକୁ ଠକାଅ ନାହିଁ। ଦାଦା ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କଲେ ଆମର ସ୍ୱୟଂ ଅନିଲ ଭାଇ ଶ୍ରୀଯୁକ୍ତ ଅନିଲ କୁମାର ଦାସ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର ସଦ୍ୟ ଗଜଲକ୍ଷ୍ମୀ ମା ଶ୍ରୀମତୀ ଗଜଲକ୍ଷ୍ମୀ ମଙ୍ଗରାଜ ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଜୟଗୁରୁ ସମସ୍ତେ। ଜୟଗୁରୁ ମା ଜୟ। ପରମ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖ ନିଃସୃତ ନାରୀର ନୀତିର ଗ୍ରନ୍ଥ ପାଠ। ସ୍ୱାମୀ ବିକ୍ଷେପରେ ସ୍ତ୍ରୀ ହିଁ ଯଦି ହୋଇଥାଅ, ସ୍ୱାମୀଙ୍କ ଠାରୁ ବିକ୍ଷିପ୍ତ ହୁଅ ନାହିଁ। ନିଜର ସର୍ବନାଶର ନିଆଁରେ ତାଙ୍କୁ ଭସ୍ମସାତ କର ନାହିଁ। ବାଣୀ ସଂଖ୍ୟା 90। ଜୟଗୁରୁ। ଜୟଗୁରୁ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ସଦ୍ୟ ଗଜଲକ୍ଷ୍ମୀ ମା ଶ୍ରୀମତୀ ଗଜଲକ୍ଷ୍ମୀ ମଙ୍ଗରାଜ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ ମା। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସେମାନେ ତ୍ରିଲୋଚନ ଭାଇ ଶ୍ରୀଯୁକ୍ତ ତ୍ରିଲୋଚନ ସେଠୀ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ଜୟଗୁରୁ ଜୟଗୁରୁ। ପରମ ପ୍ରେମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ପବିତ୍ର ଗ୍ରନ୍ଥ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ପାଠ କରୁଛି। ଯାହା ଆରୋଗ୍ୟ ଉଦ୍ଦୀପୀ ନୁହେଁ, ରୋଗ ନିରାକରଣୀ ନୁହେଁ, ପୋଷଣ ବର୍ଦ୍ଧନ ବିଧାୟିନୀ ନୁହେଁ, ତାହା କିନ୍ତୁ ରୋଗ ଉଦ୍ଦୀପୀ। ବାଣୀ ସଂଖ୍ୟା 7। ଜୟ ଗୁରୁ ଦାଦା। ଜୟଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସ୍ୱୟଂ ତ୍ରିଲୋଚନ ଭାଇ ଶ୍ରୀଯୁକ୍ତ ତ୍ରିଲୋଚନ ସେଠୀ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟଗୁରୁ। ଜୟ ଗୁରୁ ଦାଦା। ଜୟଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସଦା ଚକ୍ରଧର ଭାଇ ଶ୍ରୀଯୁକ୍ତ ଚକ୍ରଧର ଜେନା। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସଦା ଖ୍ରୀଷ୍ଟାବ୍ଦ ଭାଇ ଶ୍ରୀଯୁକ୍ତ ଖ୍ରୀଷ୍ଟାବ୍ଦ ନାୟକ। ତୃତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ସ୍ୱାତିମା ଶ୍ରୀମତୀ ସ୍ୱାତିମା ପାତ୍ର। ଚତୁର୍ଥ ଭଜନ ପରିବେଷଣ କରିବେ ଆମ ସଦା ଲକ୍ଷ୍ମୀପ୍ରିୟା ମା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମ ସଦା ଜୟନ୍ତୀ ମା ଶ୍ରୀମତୀ ଜୟନ୍ତୀ ବସାକ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଂଶିଳ୍ପୀ ଆମର ସଦା ଚକ୍ରଧର ଭାଇ ଶ୍ରୀଯୁକ୍ତ ଚକ୍ରଧର ଜେନା ପ୍ରଥମ ଭଜନ ପରିବେଷଣ କରିବେ। ଜୟଗୁରୁ ଦାଦା। ଜୟଗୁରୁ ଜୟଗୁରୁ। ଆଜ୍ଞା ଜୟଗୁରୁ। ଆଜି ଯେଉଁ ଭଜନଟି ପରିବେଷଣ କରିବା ପାଇଁ ମୁଁ ଯାଉଛି, এই ଭଜନଟି ମୁଁ ନିଜେ ରଚନା କରିଛି। ପ୍ରଥମେ ଯେତେବେଳେ ଦୀକ୍ଷା ଗ୍ରହଣ କଲି 2001 ମସିହାରେ, ତାର 9 ମାସ ପରେ ଏହି ଭଜନଟି ଲେଖିଥିଲି, ଅର୍ଥାତ୍ 2001 ମସିହା ଡିସେମ୍ବର ମାସରେ ଏହି ଭଜନଟି ଲେଖିଥିଲି। ସେଥିରେ ନୂଆ ନେଇକି ଠାକୁରଙ୍କୁ ଦୀକ୍ଷା ଗ୍ରହଣ କରିଥିଲି। ସେଇ ଭାବଧାରାରେ ଲେଖିଥିଲି। ଠାକୁରଙ୍କୁ ପାଇକି ଅନେକ ସୁଖ ଶାନ୍ତି ଆନନ୍ଦ ପାଇଛି। ଯାହା ହଉ ଏହି ଭଜନଟି ଅତି ସହଜ ସରଳ ଭାଷାରେ ମୁଁ ରଚନା କରିଛି। କେବଳ ଠାକୁରଙ୍କ ପାଖରେ ମୋର ମନର କଥା, ଭାବର କଥା କେବଳ ଏହି ଗୀତ ମାଧ୍ୟମରେ ତାଙ୍କୁ ଜଣେଇଛି। ଜୟଗୁରୁ।
পায়েছে জীবনে পায়েছে জীবনে মো পরাণ ঠাকুর মহোদ মন্দিরে চিরা সুন্দর মহোদ মন্দিরে চিরা সুন্দর পায়েছে জীবনে আদি মো পরাণ ঠাকুর মহোদ মন্দিরে চির সুন্দর মহোদ মন্দিরে চির সুন্দর মায়া জাল ছিলে দিনে অমা অন্ধকারে অমা অন্ধকারে সুখ শান্তি দেলে কিয়ে নেই আলোকরে নেই আলোকরে মায়া জালে ছিলে দিনে অমা অন্ধকারে অমা অন্ধকারে সুখ শান্তি দেলে কিয়ে নেই আলোকরে নেই আলোকরে জানিলে সে কেহি নহ জানিলে সে কেহি নহ মো প্রাণর ঈশ্বর বিশ্বপতি মনমোহিনী কুমার বিশ্বপতি মনমোহিনী কুমার পাইছে জীবনে আজি পাইছে জীবনে আজি মো পরাণ ঠাকুর মহোদ মন্দিরে চির সুন্দর মহোদ মন্দিরে চির সুন্দর প্রেমানন্দে বাহু তোলে নেলে মতে কোলে নেলে মতে কোলে যজন যজন ইষ্ট ধুতি দেলে শিখে ধুতি দেলে শিখে প্রেমানন্দে বাহু তোলে নেলে মতে কোলে নেলে মতে কোলে যজন যজন ইষ্ট ধুতি দেলে শিখে ধুতি দেলে শিখে অন্তরে ভরি দেলে অন্তরে ভরি দেলে সুধা সত মন্তর বিশ্বপতি মনমোহিনী কুমার মহোদ মন্দিরে চির সুন্দর পাইছে জীবনে আজি
ସେ ଜୀବନେ ଆଜି ମୋ ପରାଣ ଠାକୁର ମହୁଦ ମନ୍ଦିରେ ଚିର ସୁନ୍ଦର ମହୁଦ ମନ୍ଦିରେ ଚିର ସୁନ୍ଦର সত দীক্ষা সত সঙ্গ সত নাম আধার সত নাম আধার স্বস্বয়নি সদাচার দশ বিধ সংস্কার দশ বিধ সংস্কার সত দীক্ষা সত সঙ্গ সত নাম আধার সত নাম আধার স্বস্বয়নি সদাচার দশ বিধ সংস্কার দশ বিধ সংস্কার সবু দেই খোলি দেলে সবু দেই খোলি দেলে উন্নতির দুয়ার বিশ্বপতি মনহীনী কুমার ও বিশ্বপতি মনহীনী কুমার পাইছে জীবনে আজি পাইছে জীবনে আজি ମୋ ପରାଣ ଠାକୁର ମହୁଦ ମନ୍ଦିରେ ଚିର ସୁନ୍ଦର ମହୁଦ ମନ୍ଦିରେ ଚିର ସୁନ୍ଦର পায়েছে জীবনে আজি পায়েছে জীবনে আজি ମୋ ପରାଣ ଠାକୁର ମହୁଦ ମନ୍ଦିରେ ଚିର ସୁନ୍ଦର ମହୁଦ ମନ୍ଦିରେ ଚିର ସୁନ୍ଦର ମହୁଦ ମନ୍ଦିରେ ଚିର ଜୟ ଗୁରୁ ଦାଦା ଜୟ ଗୁରୁ ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ଇଷ୍ଟ କଣ୍ଠଶିଳ୍ପୀ ଆମର ଚକ୍ରଧର ଭାଇ ଶ୍ରୀଯୁକ୍ତ ଚକ୍ରଧର ଜେନା ଖୁବ ସୁନ୍ଦର ନିଜସ୍ୱ ରଚନାର এই ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ଇଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ଖ୍ରୀଷ୍ଟାବ୍ଦ ଭାଇ ଶ୍ରୀଯୁକ୍ତ ଖ୍ରୀଷ୍ଟାବ୍ଦ ନାୟକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା ଜୟ ଜୟ ଗୁରୁ। ଗୁରୁ। ଜୟ ଗୁରୁ। ଦରଦି ବନ୍ଧୁ ହେ ଟିକେ ମିନତି ମୋହର ଦରଦି ବନ୍ଧୁ ହେ ଟିକେ ମିନତି ମୋହର ଦୟା ରଖିଥିବ ପ୍ରଭୁ ଦୟାର ସାଗର ଦୟା ରଖିଥିବ ପ୍ରଭୁ ଦୟାର ସାଗର ଦରଦି ବନ୍ଧୁ ହେ ଟିକେ ମିନତି ମୋହର ଦରଦି ବନ୍ଧୁ ହେ ଟିକେ ମିନତି ମୋହର ଦୟା ରଖିଥିବ ପ୍ରଭୁ ଦୟାର ସାଗର ଦୟା ରଖିଥିବ ପ୍ରଭୁ ଦୟାର ସାଗର କେତେ ଆଶା ଭରସାରେ ପଶିଛି ଶରଣ ସେ ଆଶା ମୋହର ତୁମେ କରିଅଛ ପୂର୍ଣ୍ଣ
কেতে আশা ভরসারে পশিছি শরণ, সে আশা মোহর তুমে করিଅছ পূর্ণ। ছাড়ি কি পারিবি কেবে, ভুলি কি পারিবি কেবে, তুম শ্রীপয়র দয়া রখিথিব প্রভু দয়ার সাগর। দয়া রখিথিব প্রভু দয়ার সাগর। দরদি বন্ধু হে টিকে মিনতি মোহর, দরদি বন্ধু হে টিকে মিনতি মোহর। দয়া রখিথিব প্রভু দয়ার সাগর। দয়া রখিথিব প্রভু দয়ার সাগর। পূর্ব জনমরে মুকি କରିଥିଲି ପୁଣ୍ୟ, ପୁଣ୍ୟ ବଳେ ପାଇଛି ମୁଁ ଶ୍ରୀ ପୁରୁଷୋତ୍ତମ। ପୂର୍ବ ଜନମରେ ମୁକି କରିଥିଲି ପୁଣ୍ୟ, ପୁଣ୍ୟ ବଳେ ପାଇଛି ମୁଁ ଶ୍ରୀ ପୁରୁଷୋତ୍ତମ। ତୁମରି ନାମରେ ଧନ୍ୟ, ତୁମରି ନାମରେ ଧନ୍ୟ, ତୁମରି ନାମରେ ଧନ୍ୟ ଏ ସାରା ସଂସାର। ଦୟା ରଖିଥିବ ପ୍ରଭୁ ଦୟାର ସାଗର। ଦୟା ରଖିଥିବ ପ୍ରଭୁ ଦୟାର ସାଗର। ଦରଦି ବନ୍ଧୁ ହେ ଟିକେ ମିନତି ମୋହର, ଦରଦି ବନ୍ଧୁ ହେ ଟିକେ ମିନତି ମୋହର। ଦୟା ରଖିଥିବ ପ୍ରଭୁ ଦୟାର ସାଗର। ଦୟା ରଖିଥିବ ପ୍ରଭୁ ଦୟାର ସାଗର। ଦୟା ରଖିଥିବ ପ୍ରଭୁ ଦୟାର ସାଗର। দাদা জয় গুরু, জয় গুরু। ଜୟ ଗୁରୁ। খুব সুন্দর ভাবে আমার বিষ্ট কণ্ঠশিল্পী আমার সদ্য খ্রিস্টাব্দ ভাই শীত খ্রিস্টাব্দ নাୟକ খুব সুন্দর ভাবে এই ভজন পরিবেশন কଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। জয় গুরু দাদা। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ ସ୍ୱାତି ମା ଶ୍ରୀମତୀ ସ୍ୱାତି ମହାପାତ୍ର ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା, ସମସ୍ତଙ୍କୁ ଜୟ ଗୁରୁ। ଜୟ ଜୟ ଗୁରୁ। ତୁମ ଶ୍ରୀରଙ୍ଗ ଚରଣୀ ଘେନ ମୋର କୋଟି ପ୍ରଣାମ। ঘেন মোর কোটি প্রণাম। তুম শ্রীরঙ্গ চরণী ঘেন মোর কোটি প্রণাম। ঘেন মোর কোটি প্রণাম। অশান্ত বুকুরে গোড়ে দেয় তুম, অশান্ত বুকুরে গোড়ে দেয় তুম প্রশান্তির প্রীতি চন্দন।
प्रशांतिर प्रीति चंदन तुम श्रीरंगा चरणी घिन मोर कोटि प्रणाम घिन मोर कोटि प्रणाम। जीवन गगने खेललो जगारे जीवन गगने खेललो जगारे बादल उहारे पूर्ण ससे भरे बादल उहारे पूर्ण ससे भरे केते दिन खेलाइब प्रभु केते दिन खेलाइब प्रभु केते दिन खेलाइब प्रभु सही न पारै मो मन सही न पारै मो मन तुम श्रीरंगा चरणी घिन मोर कोटि प्रणाम घिन मोर कोटि प्रणाम। आहाटी मधुर तव पुण्य नाम आहाटी मधुर तव पुण्य नाम जपुथिले नीति शांत हुए मन जपुथिले नीति शांत हुए मन अंतरे जागरे सदा भक्ति ज्ञान अंतरे जागरे सदा भक्ति ज्ञान अंतरे जागरे सदा भक्ति ज्ञान प्रेमानंदे प्राण मगन प्रेमानंदे प्राण मगन तुम श्रीरंगा चरणी घिन मोर कोटि प्रणाम घिन मोर कोटि प्रणाम। जनमे जनमे आहे दयानिधि जनमे जनमे आहे दयानिधि तुम्हें प्रभु मोझे दास निरवधि तुम्हें प्रभु मोझे दास निरवधि जाग्रत सदा କରିବାକୁ ତବ ଜାଗ୍ରତ ସଦା କରିବାକୁ ତବ ଜାଗ୍ରତ ସଦା କରିବାକୁ ତବ ମାଙ୍ଗଳିକ ଇଚ୍ଛା ପୂରଣ मांगलिक इच्छा पूरण तुम श्रीरंगा चरणी घिन मोर कोटि प्रणाम घिन मोर कोटि प्रणाम अशांत पुकुरे बोली दिया तू
ତୁମ ଅଶାନ୍ତ ବୁକୁରେ ବୋଳି ଦିଅ ତୁମ ପ୍ରଶାନ୍ତିର ପ୍ରୀତି ଚନ୍ଦନ ପ୍ରଶାନ୍ତିର ପ୍ରୀତି ଚନ୍ଦନ ତୁମ ଶ୍ରୀରଙ୍ଗା ଚରଣୀ ହେନ ମୋର କୋଟି ପ୍ରଣାମ ହେନ ମୋର କୋଟି ପ୍ରଣାମ ହେନ ମୋର କୋଟି ପ୍ରଣାମ। जय गुरु दादा समस्त को जय गुरु प्रणाम। जय गुरु। खूब सुंदर सुमधुर श्लोक कंठरे आम विष्ट कंठशिल्पी आम श्रद्धा स्वातिमा श्रीमती स्वातिमा पात्र खूब सुंदर भजन परिवेशन कले परिवार समस्त सार्विक मंगल ठाकुर श्री चरण प्रार्थना। जय गुरु। जय गुरु दादा। जय गुरु। वर्तमान परवर्ती भजन परिवेशन करेंगे आम अन्यतम विष्ट कंठशिल्पी आम श्रद्धा लक्ष्मीप्रिया मास श्रीमती लक्ष्मीप्रिया दास परवर्ती भजन परिवेशन। दादा जय गुरु। जय गुरु माँ। उपस्थित समस्त दादा माँ मान मोर अंतर प्रीति जय गुरु जय। आ ठाकुर 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 मोरा परम ब्रह्म प्रभु परमेश्वर देवघरा आश्रमरे चहल उड़ीछि श्री अनुकूल ठाकुर 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 मोरा परम ब्रह्म प्रभु परमेश्वर ठाकुर 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 मोरा परम ब्रह्म प्रभु परमेश्वर देवघरा आश्रम रे चहल पड़ीछि श्री अनुकूल ठाकुर 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 मोरा परम ब्रह्म प्रभु परमेश्वर धन्य शिव चंद्र पिता धन्य मनमोहिनी माता धन्य शिव चंद्र पिता धन्य मनमोहिनी माता की भाग्य लाभिले कोले विश्व जगत कराता से परम पुरुषंको से परम पुरुषंको देखी धन्य मो जीवन चरणे प्रणाम करे तांकरा ठाकुर 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 मोरा परम ब्रह्म प्रभु परमेश्वर परम ब्रह्म प्रभु परमेश्वर हे प्रभु परमेश्वर भगत प्रेम ठाकुर हे प्रभु परमेश्वर भगत प्रेम ठाकुर तुम्हारी आशीष आजी जीवन मोरा सफल तुम्हारी आशीष आजी जीवन मोरा सफल दया कर हे ठाकुर दया कर हे ठाकुर हे विधाता मुक्तिदाता कंदु अछि
जी दुखी अंतरा ठाकुरा ठाकुरा ठाकुर मोरा परम ब्रह्म प्रभु परमेश्वरा ठाकुरा ठाकुरा ठाकुर मोरा परम ब्रह्म प्रभु परमेश्वरा धन जस गौरवा किछि लोड़ा नहीं मोरा धन जस गौरवा किछि लोड़ा नहीं मोरा किंचित करुणा मागे हे प्रभु विश्व ठाकुरा किंचित करुणा मागे हे प्रभु विश्व ठाकुरा तुम रंगे होई रंगा तुम रंगे होई रंगा गाउथिबी नचुथिबी सात नाम धरी सुंदरे मोरा ठाकुरा ठाकुरा ठाकुर मोरा परम ब्रह्म प्रभु परमेश्वरा ठाकुरा ठाकुरा ठाकुर मोरा परम ब्रह्म प्रभु परमेश्वरा देव घरा आश्रम रे सहला पड़िछि प्रियानुकूल ठाकुरा ठाकुरा ठाकुर मोरा परम ब्रह्म प्रभु परमेश्वरा परम ब्रह्म प्रभु परमेश्वरा परम ब्रह्म प्रभु परमेश्वरा जय गुरुनाथ जय गुरु खूब सुंदर समुद्र कंठरे आमर विष्ट कंठशिल्पी आमर श्रद्धा लक्ष्मीप्रिया माँ श्रीमती लक्ष्मीप्रिया दास खूब सुंदर भजन परिवेशन कले परिवार समस्त सार्विक मंगल ठाकुर चरण प्रार्थना जय गुरु महाराज जय गुरुदान जय वर्तमान परवर्ती भजन परिवेशन करेंगे आमर नयतम विष्ट कंठशिल्पी आम जयंती माँ श्रीमती जयंती बसाक परवर्ती भजन परिवेशन दादा जय गुरु जय गुरु महाराज जय उपस्थित समस्त दादा माँ मानक मोर आनंदित जय गुरु प्रणाम जनाउछि ए गीतटी को रचना करछन्ति परम पूज्य शिष्य दादा তোমার কথাই বলে যারা তোমার মানে না তোমায় পরানো কি তাই তো জানি না তোমার কথাই বলে যারা তোমার মানে না তোমার মানে না তোমায় পরানো কি তাই তো জানি না তোমার কথাই বলে যারা তোমার মানে না তোমার মানে না তোমায় পাওয়ার আনন্দ এটাই তো জানি না চিনির বোঝা বহন করে বুঝবি স্বাদ কেমন করে চিনির বোঝা বহন করে বুঝবি স্বাদ কেমন করে ওরা একটু যদি মুখে দিত একটু যদি মুখে দিত রশ্মি হতো জানা তোমায় পাওয়ার আনন্দ তাই তো জানি না তোমার কথাই বলে যারা তোমার মানে না তোমার মানে না তোমায় পাওয়ার আনন্দ তাই তো জানি না তোমার জানি নীরবতা
তোমার কথাই বলে যারা তোমার মানে না, তোমার মানে না, তোমার পাওয়ার আনন্দ তাই তো জানি না। যদি শুধু কথায় কি বা হবে, সেই কথাটাই সহজ করে কেউ বোঝে না ভক্তির মন, কেউ বোঝে না হবে। নারায় যদি শুধু কথায় কি বা হবে, সেই কথাটাই সহজ করে কেউ বোঝে না ভক্তির মন, কেউ বোঝে না হবে। তোমার ধ্যানে তোমায় ভালো আসলে প্রাণে পাগল ছেড়া শান্তি আনে। তোমায় ভালো আসলে প্রাণে পাগল ছেড়া শান্তি আনে। নিত্য তোমার সেবা বিনা, নিত্য তোমার সেবা বিনা কৃষ্ণ থাকে না। তোমার পাওয়ার আনন্দ কোথায় তো জানি না। তারা তোমার কথাই বলে যারা তোমার মানে না, তোমার মানে না, তোমার পাওয়ার আনন্দ কোথায় তো জানি না। তোমার কথাই বলে যারা তোমার মানে না, তোমার মানে না, তোমার পাওয়ার আনন্দ কোথায় তো জানি না। তোমার পাওয়ার আনন্দ কোথায় তো জানি না। তোমার পাওয়ার আনন্দ কি আর কোথাও জানি না। জয় গুরু দাদা। জয় গুরু। খুব সুন্দর সমুদ্র সুললিত কণ্ঠରେ ଆମର ବିଷ୍ଟ କଣ୍ଠଶିଳ୍ପୀ ସେମାନେ ଜୟନ୍ତୀ ମାସ ଏବଂ ଜୟନ୍ତୀ ବସାକ ଖୁବ ସୁନ୍ଦର ଭାବରେ ପରମ ପୂଜ୍ୟପାଦ ଶ୍ରୀ ଦାଦାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ମହାରାଜ। ଜୟ ଗୁରୁ ଦାଦା। ଜୟ ଗୁରୁ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ଶ୍ରଦ୍ଧେୟ ଅଂଶୁମାନ ଭାଇ, ଶ୍ରୀଯୁକ୍ତ ରାସରଞ୍ଜନ ପତି ଏବଂ ତାଙ୍କର ସହଯୋଗୀ ମାନେ କୀର୍ତ୍ତନ ପରିବେଷଣ କରିବେ। ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ। আজি এ জীবন হেলা প্রভু ধন্য, তুমরি পরশ পাই। আজি এ জীবন হেলা প্রভু ধন্য, তুমরি পরশ পাই। এই ছসর নর নারায়ণ ଆଉ କିଛି ଲୋଡ଼ା ନାହିଁ। ଏ ନର ନାରାୟଣ ଆଉ କିଛି ଲୋଡ଼ା ନାହିଁ। ଏ ଯୋଗ ସଦାମ, ଏ ଯୋଗ हे गुरु सदाम, हे गुरु हे देलासी सतनाम, हे गुरु देलासी सतनाम, हे गुरु सतनाम, तेरासी सतनाम, हे गुरु सतनाम। हे नाम रे जोग, हे नाम रे भोग, हे नाम जीवन तारी। हे नाम रे जोग, हे नाम भोग, हे नाम जीवन तारी। हे नाम मन रे,
हे नाम स्मरणे दुख जाए अवसरी हे नाम मनने हे नाम स्मरणे दुख जाए अवसरी नाम रस नाम राधे मन परस नाम राधे ऊंचे से मेरा ऊंचे भास्कर आलोकित है संसार ऊंचे भास्कर आलोकित है संसार लीला जहाँ सुप्त करिला जाग्रत कल जीवन संसार लीला जहाँ सुप्त करिला जाग्रत कल जीवन संसार लीला जहाँ सुप्त करिला जाग्रत थिला जहाँ सुप्त करिला जाग्रत कल जीवन संसार लीला जहाँ सुप्त करिला जाग्रत कल जीवन संसार योगे योगे अवतारे अवतारे योगे योगे अवतारे अवतारे प्रभु हे जय गुरु खूब सुंदर भाव आमर श्रद्धेय अंशुमान भाई श्रीयुत रासरंजन पति एवं सहयोगी मैंने खूब सुंदर भाव स्वर्गत पूज्य नकुल विरचित कीर्तन परिवेशन कले अंशुमान भाई परिवार एवं सहयोगी जो मैंने अच्छा परिवार समस्त सार्विक मंगल ठाकुर श्री चरण प्रार्थना। जय गुरु। प्रतिदिन प्रातः समय चांदोल सत्संग विहार अनुकूल सत्संग आज सत्संग निवेदन कर हिमांशु भाई ठाकुर पवित्र पांजाधारी कर्मी श्रीयुत हिमांशु विश्वाल आज विवाह वार्षिक हिमांशु भाई दाम्पत्य जीवन प्रभु ऋतुन्नति अग्रसर हो परिवार समस्त सर्वदा मंगल ठाकुर श्री चरण प्रार्थना। तत्सत प्रतिदिन भली सत्संग निवेदन कर स्वामी वृंदावन भाई इंजीनियर वृंदावन भाई नमिता माँ परिवार समस्त सार्विक मंगल ठाकुर श्री चरण प्रार्थना। तत्सहित सत्संग निवेदन कर सामान्य हिमांशु भाई श्रीयुत हिमांशुकर आचार्य सुपुत्र इंजीनियर सत्यम जन्मदिन से इंजीनियर सत्यम सर्वदा मंगल प्रार्थना जाना सहित हिमांशु भाई परिवार समस्त सार्विक मंगल ठाकुर श्री चरण प्रार्थना। प्रतिदिन भली आम सत्संग अनेक पूज्य रीतिक अधुर्य जाज गुरु भाई मैंने माँ मैंने योगदान कर प्रतिदिन भली आम ठाकुर सब्रत रीतिक पूज्य सर्वश्री अशोक कुमार मल्लिक विजयभूषण मिश्र विचितानंद आचार्य ब्रजबंधु बेहरा भागवत प्रसाद पंडा
डॉक्टर नगेंद्रनाथ स्वाई, डॉक्टर सीताकांत दास, डॉक्टर सुमित कुमार मिश्र, डॉक्टर पवित्र कुमार मेकअप, दिवाकर स्वाई, प्रोफेसर डॉक्टर शशिकांत नायक, इंजीनियर काशीनाथ त्रिपाठी, इंजीनियर सच्चिदानंद मौलिक, इंजीनियर शशांक शेखर बेहरा, इंजीनियर शरद कुमार दास, इंजीनियर युवराज प्रसाद, जगदीश चंद्र साहू, कैलाश चंद्र बेहरा, मुकुंद प्रसाद सेनापति, निमाई चरण दास, राजेश्वर जेना, प्रभात कुमार साहू, प्रशांत कुमार सिंह, परशुराम माणिक, रमेश चंद्र नायक, रघुनाथ बस्तिया, रजनीकांत पंडा, रविन्द्रनाथ प्रधान, सुभाष चंद्र दास, ताराकांत बेहरा, प्रोफेसर हृदयरंजन त्रिपाठी, प्रोफेसर उग्रसेन लेंका एभଳି ଅନେକ ପୂଜ୍ୟ ରୀତି ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯେତେବେଳେ ଧରିବେ ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କଠୁ ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଜଣେ ବିଜ୍ଞ ପ୍ରଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁବକ୍ତା, ଜଣେ ବିଶିଷ୍ଟ ଶିକ୍ଷାବିତ୍, ସେ ହେଲେ ଆମର ସାମାନ୍ୟ ଶ୍ରଦ୍ଧେୟ ମନୋରଞ୍ଜନ ଭାଇ ଭଦ୍ରକ गवर्नमेंट कॉलेज रे अध्यापनरत पदार्थ विज्ञान अध्यापनरत आउ प्रतिदिन से आम सहित सत्संग परिवार सामिल था। आज आम अनुरोध रक्षा कर सहित अच्छा ठाकुर कथा तोड़ धरवे अनुरोध करवा आलोचना आरंभ करेंगे। प्रोफेसर डॉक्टर मनोरंजन साहू। जय गुरु। जय गुरु। जय गुरु। परम प्रेमय परम दयाल श्री श्री ठाकुर श्री चरण प्रणाम। परम आराध्या जगत जननी श्री श्री बड़ मां श्री चरण प्रणाम। परम पूज्यपाद जुगाचार्य श्री श्री बड़दा श्री चरण प्रणाम। परम पूज्यपाद श्री श्री आचार्य देव श्री चरण प्रणाम तथा इष्ट परिवार सभी श्री चरण प्रणाम। आज प्रातकालीन ऑनलाइन सत्संगर वरेण्य पुरोधा पूज्य सहप्रतिनिधि देवेंद्रनाथ दलिदा प्रणाम एवं उपस्थित ऋतिक अध्यक्ष जाजक कर्मी मंडली गुरुभ्राता मंडली और कल्याणमयी माँ मान समस्त उद्देश्य मोर अंतर प्रीतिपूर्ण राजय गुरु तथा प्रणाम जनाए। आज ये जो सत्संग देते तीन जन भाई पूज्य हिमांशु शेखर विश्वाल भाई आ जड़े पूज्य हिमांशु शेखर आचार्य भाई एवं पूज्य वृंदावन भाई सर्वप्रथम ये तीन जन भाई तथा सपरिवार समस्ते किभली कुशल रुहतु एभली भाव में प्रिय परम को मथार धरी चलबार भितर दे शांति सुस्थिर अधिकारी हो उठंतु यह प्रिय परम रातुल चरण प्रार्थना। तत्सहित आपण मैंने समस्त युक्त होता समस्त भाई और माँ मान सार्विक मंगल पाई मो प्रिय परम रातुल चरण प्रार्थना करुच्छ। आम माने बहुत भाग्यवान विशेषकर आम जो सत्संग जोगयुक्त होती आप तो बहुत भाग्यवान। आप प्रत्येक दिन जोगयुक्त हो पार्टी। आमर बहुत कर्मजंजाल भितर मु बहुत कोरोना बेले सबुदिन प्राय करी कि कार्य व्यस्तता बढ़ी जाए सबुदिन चाहिए करनी एटा हूँ कि आपण मैंने जो योगयुक्त होती आप भाग्य। आपण मैंने हूँ कि मुहे आम समस्ते किसी गोटे पूर्ण करते कौ जन्म फलस्वरूप आम जीवन आदर्श को धरी आदर्श को धरीचे बोली तो आम ये सत्संग जोगयुक्त होती आम जीवन जो दिशाटा बा दिगटा ठीक अच्छे। आम वास्तविक भाव में सब सत्संग आम आनंदर अच्छा खुशी अच्छा आमर उणाधिके जहाँ जी आम सामर्थ्य भर नहीं मु दीटा कथा प्रसंग दीटा रखी आपण मैंने जापर से प्रकृत में आम के भाग्यवान प्रिय परम को पाइक आम जीवन में आदर्श थी आम आदर्श को जीवन में ग्रहण कर चली एमती गोटे समाज में बास करुचु जो जो मानविक मूल्यबोधर द्रुत अवक्षय घटी चलती। आपण मैंने देखिए ये जो निकट अतीत गोटे घटना घटला बाली अंतारे गोटे युवक को पिटी पिटी मारदे। आपण मैंने भाविले माने आमे ये कथा को घटना को भाविबा सत्य विश्वास करियोनी जे आमे गोटे सभ्य समाज रे बास करछे बोली। एमती अनेक घटना घटी चली दुख भी लगुच भाविले जे कुआडे गला मनुष्य मनुष्य प्रति भल पाइबा मनुष्यर मनुष्य प्रति जो स्नेह सुहाग आदर कुआडे गला से प्रीति सतरे कौन सब मरीगला बेले बेले मन प्रश्न आसे सतरे कौन मानविकता बोली आउ किछि नाही समाज रे
ଆମର ପ୍ରିୟ ପରମ ବାସ୍ତବିକ ଜାଣିଥିଲେ। এইଭଳି ସମୟ ସହିତ ତାଳ ଦେଇକିରି ଏଇ ସବୁ ମାନବିକତାର ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ଏସବୁ ଜିନିଷ ଯୋଉଟା ସବୁ ମଣିଷ ଜୀବନକୁ ସରସ ସୁନ୍ଦର କରିବା କଥା ସେ ସବୁ ଜିନିଷର ସମୟ ଅନୁସାରେ ଅବକ୍ଷୟ ହେଇ ଚାଲିବ। ସେଥିପାଇଁ ସେ ଆସିଥିଲେ ଏବଂ ଏଇ ସବୁ ଜିନିଷ ଶିଖେଇ ଦେବା ପାଇଁ ସେଇ ଅବକ୍ଷୟମୁଖୀ ସମାଜକୁ କିଭଳି ଭବିଷ୍ୟତରେ ନହବ, ଅଦୂର ଭବିଷ୍ୟତରେ ଠାକୁର ଅନେକ ଥର ଏଇ ଶବ୍ଦ ୟୁଜ କରନ୍ତି। ଅଦୂର ଭବିଷ୍ୟତରେ ଏଭଳି ସମୟ ଆସୁଛି, ସେଇଭଳିଆ ଏଇ ଯୋଉ ଅବକ୍ଷୟଟାକୁ ରୋକିବା ପାଇଁ ଠାକୁର ଆସିଥିଲେ। ଏବଂ ଠାକୁର ଯୋଉ ଆସିଥିଲେ ତାଙ୍କର ମୁଖ୍ୟତଃ ଦୁଇଟି ଅସ୍ତ୍ର ଧରିକି ଆସିଥିଲେ, ନାମ ଆଉ ପ୍ରେମ। ଆମେ ଅନେକ ଥର ସତ୍ସଙ୍ଗରେ ବିଶେଷ ଭାବରେ ଆଲୋଚନା କରୁଛନ୍ତି। ଏଇ ଦିଟା ଜିନିଷ ଟୋଟାଲ ସବୁ ଜିନିଷକୁ ବଦଳି ଦେଇପାରେ, ସବୁ ଜିନିଷକୁ ପରିବର୍ତ୍ତନ କରିପାରିବ। ଆପଣ ଭାବନ୍ତୁ ଯଦି ସେଇ ଯୋଉ ବାଲିଅନ୍ତା ଘଟଣାଟା ଯେ ଯଦି ସେଠି ଆମର ସେ ଯୋଉ ଲୋକମାନଙ୍କ ଭିତରେ ଯୋଉ ଲୋକମାନେ ପିଟି ମାରିଦେଲେ ସେମାନେ ଯଦି ସତ୍ସଙ୍ଗୀ ହେଇଥାନ୍ତେ ଏମିତି କରିପାରିଥାନ୍ତେ? ଯଦି କିଛି ଜଣ ବି ତ ସତ୍ସଙ୍ଗୀ ଥାନ୍ତେ ଏଭଳି ଘଟଣା ଘଟିଥାନ୍ତେ କି? ଆପଣ ଭାବନ୍ତୁ, ଏଟା ଯଦି ମାନେ ଆନାଲିସିସ୍ କରିବେ ବୁଝିପାରିବେ। ତାମାନେ ଦୀକ୍ଷାର ଆବଶ୍ୟକତାଟା କେତେ ପ୍ରୟୋଜନ, ମଣିଷକୁ ମନୁଷ୍ୟକୁ ଭଲ ପାଇବାଟା ଶିଖେଇବାଟା କେତେ ପ୍ରୟୋଜନ। ତେଣୁ ଆମେ ଯଦି ଠାକୁରଙ୍କୁ ମଣିଷକୁ ଭଲ ପାଇବା, ଏଇ ଯୋଉ ଅସୁବିଧା ହଉଛି କେବଳ ମଣିଷକୁ ଭଲ ପାଇପାରୁନି। ତେଣୁ ଆମେ ଯୋଉ ଦୀକ୍ଷା ନେଇଛୁ, ଠାକୁର ଯୋଉ ଦୀକ୍ଷା ଦେବାର ଉଦ୍ଦେଶ୍ୟ, ପ୍ରକୃତ ଉଦ୍ଦେଶ୍ୟ ହଉଛି ଆମେ କେବଳ ମଣିଷକୁ ଭଲ ପାଇବା। ତେଣୁ ମଣିଷକୁ ଭଲ ପାଇବାଟା ଶିଖେଇବା। ତାକୁ ଶିଖେଇବା କେମିତି ହବ? ଏପଟେ ଅବିନ୍ଦାଙ୍କର ଗୋଟେ ଲେଖାବାର୍ତ୍ତା, ଅବିନ୍ଦା କହୁଛନ୍ତି ତ ମଣିଷ ପାଖକୁ ଯାଅ, ମଣିଷକୁ ଆଣ, ମଣିଷ କିଭଳି ଠାକୁରଙ୍କୁ ଭଲ ପାଇବା ଶିଖାଅ। ତେଣୁ ଆମେ ଯେତେବେଳେ ଯେ ଭଲ ପାଇବାର ଯେ ମୂର୍ତ୍ତ ବିଗ୍ରହ ବା ଜୀବନ୍ତ ପ୍ରତୀକ ଯେ ତାଙ୍କୁ ଯଦି ଭଲ ପାଇବାଟା ଶିଖେଇ ଦେଲେ ମଣିଷକୁ ଭଲ ପାଇପାରିବ। ଏବଂ ମଣିଷ ଯେତେବେଳେ ମଣିଷକୁ ଭଲ ପାଇପାରିବ ସେତେବେଳେ ଏଇ ଯୋଉ ଅବକ୍ଷୟ ଘଟୁଛି, ଏଇ ମାନବିକତାର ପରସ୍ପର ପ୍ରତି ସ୍ନେହ ନାହିଁ, ଶ୍ରଦ୍ଧା ନାହିଁ, ଭଲ ପାଇବା ନାହିଁ, ମମତା ନାହିଁ, ପ୍ରୀତି ନାହିଁ, ସୁହାଗ ନାହିଁ, କିଛି ନାହିଁ, ଆଜିକାଲି ଜିନିଷ ମରିଗଲାଣି, ମାନବିକତା ମରିଗଲାଣି। ପୁଣି ଏଇ ଅବକ୍ଷୟମୁଖୀ ସମାଜକୁ ଆମେ ହୁଏତ ମାନେ ବଞ୍ଚେଇ ଦେଇପାରିବା, ଲୋକ କଲ୍ୟାଣ କରିପାରିବା। ଏଇଟା ହଉଛି ବାସ୍ତବିକ ଲୋକ କଲ୍ୟାଣ, ଏଇଟା ବାସ୍ତବିକ କର୍ମ। ଏ ସମୟ ଆସି ଉପସ୍ଥିତ ହେଲାଣି, ଲୋକଙ୍କୁ ଆମେ ଆହୁରି ମାନେ କଣ ମାନେ ତାଙ୍କୁ ଇଏ କରିବାକୁ ପଡିବ, ମୋଟିଭେଟ କରିବାକୁ ପଡିବ ଏଇ ଦିଗକୁ। ନହେଲେ ଏଭଳି ଘଟଣା ଏମିତି ଘଟି ଚାଲିଥିବ। ଏଇ ବିଭିନ୍ନ ଘଟଣା ଘଟୁଛି, କୋଉଠି ଝିଆରୀ ମାରିଦେଲାନି କକାକୁ, କାହା କୁଆଡେ ଗଲା ସେ ଭଲ ପାଏ, କାକା ମାନେ ବାପା ସମାନ, ସେଭଳିଆ ଲୋକଙ୍କୁ ମାରି ଦଉଛନ୍ତି। ଆପଣ ଦେଖୁଥିବେ ମୋବାଇଲରେ ଏତେ ଏତେ ଘଟଣା ସବୁ ଘଟି ଚାଲିଛି। ଇଏ ହେଲା କେବଳ ପ୍ରେମର ଅଭାବରେ। ଆଉ ଗୋଟେ ଜିନିଷ, ଆମେ ଯେହେତୁ ପ୍ରିୟ ପର୍ବକୁ ଧରିଛନ୍ତି, ଏ ଯୋଉ ନାମ, ତା ଯୋଉ କହିଲି ଦିଟା ଜିନିଷ, ଏ ନାମର ମହିମାଟା କଣ ଆପଣ ମାନେ ଜାଣନ୍ତି। ଆଉ ଆମେ ଯେ କେତେ ଭାଗ୍ୟବାନ, ଆମେ ଯୋଉ ନାମ ପାଇଛୁ, ମୁଁ ଆଜି ସେ ନାମ ବିଷୟରେ ଆଲୋଚନା କରିବି। ଏଇ ଯୋଉ ନାମଟା ଆମେ ପାଇଛୁ, ଆମେ ତାକୁ କହୁଛୁ ଅଷ୍ଟାଦଶ ସ୍ତରର ନାମ, କି ବିଶେଷ ଭାବରେ ପଛକୁ କହିବି। ଆମେ ଯୋଉ ନାମଟା କେତେ ଇମ୍ପୋର୍ଟାଣ୍ଟ ଜିନିଷ ଆପଣ ଦେଖନ୍ତୁ। ଏଇଟା ବୋଧେ ମୁଁ ଆଉ ଥରେ ଆଲୋଚନା କରିଥିଲି କଣ, ଆମର ଗୋଟେ ଇଣ୍ଟରଭ୍ୟୁ ହଉଥିଲା ଡକ୍ଟର ଅଶୋକ ମହାପାତ୍ରଙ୍କ ସହିତ ପୋଡକାଷ୍ଟ ୱିଥ୍ ମନୋରଞ୍ଜନ। ସେ ମନୋରଞ୍ଜନ କନକ ନ୍ୟୁଜରେ ଥିଲେ। ସେ ଏଡିଟର ପଚାରୁଛନ୍ତି ଅଶୋକ ମହାପାତ୍ରଙ୍କୁ ଯେ ସାର୍ ଆପଣଙ୍କ ପାଖକୁ ଜଣେ ପେସେଣ୍ଟ ଆସିଥିଲା, ଆଉ ସେ ପେସେଣ୍ଟକୁ ବ୍ରେନ୍ ଟ୍ୟୁମର ହେଇଥିଲା, ଆପଣ ତାକୁ କହିଲେ ଯେ ତୁ ଗାୟତ୍ରୀ ମନ୍ତ୍ର ଜପ କର, ଭଲ ହେଇଯିବ, ଏଟା କଣ ସତ୍ୟ? ଡକ୍ଟର ଅଶୋକ ମହାପାତ୍ର କହୁଛନ୍ତି ହଁ ଏଟା ସତ୍ୟ। ଯେ ବେଷ୍ଟ ନ୍ୟୁରୋ ସର୍ଜନ, ଏମ୍ସ ର ଡାଇରେକ୍ଟର ଥିଲେ ଭୁବନେଶ୍ୱରର, ଦିଲ୍ଲୀର ପ୍ରଫେସର ଆଣ୍ଡ ହେଡ୍ ଥିଲେ ଏମ୍ସ ନ୍ୟୁରୋ ସର୍ଜନର, ଏତେ ବଡ ଲୋକ। ଆପଣ ଜାଣିଛନ୍ତି ଜଗାବଳିଆ ମୁଣ୍ଡକୁ ଯିଏ କାଟି ଅଲଗା କରିଥିଲେ, ତାର ମୁଖ୍ୟ ଭାଗରେ ଥିଲେ, ସେ ଦାୟିତ୍ୱ ସେ ନେଇଥିଲେ। ଏଭଳି ଲୋକ ଯେତେବେଳେ କହୁଛନ୍ତି ଗୋଟେ ବ୍ରେନ୍ ଟ୍ୟୁମର ପେସେଣ୍ଟକୁ ତୁ ଗାୟତ୍ରୀ ମନ୍ତ୍ରର ଜପ କର, ତୋର ଭଲ ହେଇଯିବ, ସେ ସେଇ କଥା ବୁଝେଇବାକୁ ଯାଇ ସେ ଏଡିଟର ମନୋରଞ୍ଜନକୁ କହୁଛନ୍ତି ଯେ ଗୋଟେ ବହି ଅଛି ଡକ୍ଟର ସୁବ୍ରମଣ୍ୟମ ଲେଖିଛନ୍ତି, ସେ ବହିର ନାଁ ହଉଛି ଡିଭାଇନ ଡକ୍ଟର। ସେ ବହିରେ ସେ ତାଙ୍କ ନିଜ ଅନୁଭୂତି ଲେଖିଛନ୍ତି। ଡକ୍ଟର ସୁବ୍ରମଣ୍ୟମ ତାଙ୍କୁ ହେଇଥିଲା ବ୍ରେନ୍ ଟ୍ୟୁମର, ତାଙ୍କୁ କେହି ଜଣେ ଅନୁପ୍ରାଣିତ କଲେ ଯେ ତୁମେ ଗାୟତ୍ରୀ ମନ୍ତ୍ର ଜପ କର, ଏବଂ ଡକ୍ଟର ସୁବ୍ରମଣ୍ୟମ ଅନବରତ ଭାବରେ ଗାୟତ୍ରୀ ମନ୍ତ୍ର ଜପ କରିଚାଲିଲେ। ଯେତେବେଳେ ଅନବରତ ଭାବରେ ଗାୟତ୍ରୀ ମନ୍ତ୍ର ଜପ କରିଚାଲିଲେ, ଗୋଟେ ଟାଇମରେ ତାଙ୍କର ଫିଲ୍ ହେଲା ଯେ ତାଙ୍କ ବ୍ରେନକୁ କିଛି ଗୋଟେ ଲାଇଟ୍ ପାସ୍ କରିଗଲା, ଏବଂ ତାଙ୍କୁ ପୁଣି ସେଠି ଫିଲ୍ ହଉଛି ଯେ ମୋର ବୋଧେ ବ୍ରେନ୍ ଟ୍ୟୁମର ନାହିଁ। ଏବଂ ପରବର୍ତ୍ତୀ ଅବସ୍ଥାରେ ଦେଖା ହେଇଛି ଏବଂ ଟେଷ୍ଟ କରାହେଇଛି, ତାଙ୍କର ବାସ୍ତବିକ ଭାବରେ ବ୍ରେନ୍ ଟ୍ୟୁମରଟା ଭଲ ହେଇଯାଇଛି। ଏଇଠି ଦେଖନ୍ତୁ ମାନେ ସାଇନ୍ସ କୁଆଡେ ଗଲା, ସେମାନେ ସବୁ କେତେ ବଡ ବଡ ଲୋକ, କେତେ ବଡ ବଡ ଡକ୍ଟର। ପୁଣି ସେଇଠି ଅଶୋକ ମହାପାତ୍ର କହୁଛନ୍ତି ଆଜିକାଲି ବଡ ବଡ ଡକ୍ଟର ମାନଙ୍କର, ସାଇଣ୍ଟିଷ୍ଟ ମାନଙ୍କର, ସେମାନଙ୍କର ସବୁ କନଫରେନ୍ସ ହେଲାଣି ଏ ନାମ ଉପରେ। ଗୋଟେ କନଫରେନ୍ସ ହେଇଥିଲା ଇଣ୍ଡିଆରେ, ଯୋଉଠିକି ବିଶ୍ୱର ବହୁତ ବଡ ବଡ ଡକ୍ଟର ମାନେ ଆସିଥିଲେ। ସେଠିକି ଅଶୋକ ମହାପାତ୍ର ନିଜେ ବି ଯାଇଥିଲେ। ଆଉ ସେ ତାଙ୍କର କନସେପ୍ଟଟା ଥିଲା, ସେ ଯୋଉ କନଫରେନ୍ସର, ହ୍ୱାଟ ଇଜ ଦ ଇଫେକ୍ଟ ଅଫ ମନ୍ତ୍ର ଥେରାପି ଅନ୍ ବ୍ରେନ୍।
ଏ ମନ୍ତ୍ରର କଣ ଇଫେକ୍ଟ ମଣିଷର ବ୍ରେନ ଉପରେ ପଡୁଛି ତା ଉପରେ ବିଶେଷ ଭାବରେ ଆଲୋଚନା ହେଉଥିଲା। ଅନେକ ଲୋକ ଅନେକ ପ୍ରକାର ସନ୍ଦର୍ଭ ଲେଖିଥିଲେ ଏବଂ ଅଶୋକ ମହାପାତ୍ର କିଏ ଲେଖିଥିଲେ ତାଙ୍କର ଓଙ୍ଗ ଉପରେ କହୁଥିଲେ, କିଏ ମହାମୃତ୍ୟୁଞ୍ଜୟ ମନ୍ତ୍ର, କିଏ ଗାୟତ୍ରୀ ମନ୍ତ୍ର, କିନ୍ତୁ ଅଶୋକ ମହାପାତ୍ର ନିଜେ ତାଙ୍କର ଗୋଟେ ପେପର ପ୍ରେଜେଣ୍ଟ କରିଥିଲେ ସେଠି, ଯୋଉଟା କି ସେ କହୁଥିଲେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଦେଖନ୍ତୁ ମୋର କହିବାର ଉଦ୍ଦେଶ୍ୟ ହେଲା, ଏମାନେ ଅଶୋକ ମହାପାତ୍ର ଜଣେ ସାଧାରଣ ନୁହନ୍ତି, ଗୋଟେ ବିଶ୍ୱର ଜଣେ ନାମକରା ଡାକ୍ତର। ଏତେ ବଡ ବଡ ଲୋକ ସେମାନେ ଆସୁଛନ୍ତି ଏବଂ ସେମାନେ ଆଜି ସ୍ୱୀକାର କଲେଣି ଯେ ଏଇ ଯୋଉ ନାମ ବା ଏଇ ଯୋଉ ମନ୍ତ୍ର ତାର ମହିମା ଅଛି। ମନ ନାହିଁ ପ୍ରାୟ ମନ୍ତ୍ର ସବୁ କଣ୍ଟ୍ରୋଲ କରିବେ, ଆମେ ମଧ୍ୟ କହୁଛୁ ବାରମ୍ବାର, କିନ୍ତୁ ଏଟା ହଉଛି ବିଶ୍ୱାସର କଥା। ସେ ଅଶୋକ ମହାପାତ୍ର ଭଳି ଏତେ ବଡ ଲୋକ, ଏତେ ବଡ ବଡ ସାଇଣ୍ଟିଷ୍ଟ, ଏତେ ବଡ ବଡ ଲୋକ, ବୈଜ୍ଞାନିକ ମାନେ, ଡକ୍ଟର ମାନେ ଯେତେବେଳେ ବିଶ୍ୱାସ କଲେଣି ଏ ନାମର ମହିମା ଅଛି, ଆପଣ ଭାବନ୍ତୁ ଆମ ଠାକୁର, ଆମେ ଆଜି ଯେତେବେଳେ ସେ ଅଶୋକ ମହାପାତ୍ର କହୁଛନ୍ତି ଲୋକମାନେ ବିଶ୍ୱାସ କରୁଛନ୍ତି କି ବଡ ବଡ ଲୋକ କହୁଛନ୍ତି, ଯେତେବେଳେ ତଥାକଥିତ ବଡ ବଡ ଲୋକ କହୁଛନ୍ତି ତାଙ୍କୁ ବିଶ୍ୱାସ କରୁଛନ୍ତି। କିନ୍ତୁ ଆମ ଠାକୁର 1888 ମସିହା ଜନ୍ମ ହେଲା ଦିନଠାରୁ, ଠାକୁର ଗର୍ଭତନୁ ଧାରଣ କଲା ଦିନଠାରୁ ଠାକୁର କହୁଛନ୍ତି ନେମ୍ ଇଜ ମାଇ ବେସ୍, ନାମ ହଉଛି ମୋର ଆଧାର, ନାମ ବ୍ୟତିରେକ ମୋର କିଛି ନାହିଁ। କିନ୍ତୁ ଆମ ଠାକୁର ଆମେ ଯାହାକୁ ଧରିଛେ, ଆପଣ ଭାବନ୍ତୁ ଟିକେ, ଯାହାକୁ ଜୀବନ ସର୍ବସ୍ୱ ବୋଲି ଧରି ନେଇଛେ, ସେ ନରତନୁ ଧାରଣ କରିବା ଦିନଠାରୁ ଏ ସତ୍ ନାମର ବିଶେଷତ୍ୱ ବା ମହିମା କହିଚାଲିଛି ଏବଂ ଆମକୁ ପ୍ରବର୍ତ୍ତାଇ ଚାଲିଛନ୍ତି କଣ କରିବା ପାଇଁ ନା ଅନବରତ ଭାବରେ ଏ ନାମ କରିବାକୁ। ତାର କାରଣ ସେ ହଉଛନ୍ତି ସଦ୍ଗୁରୁ। ସଦ୍ଗୁରୁ ମାନେ ହି who knows the mechanism of existence, ଅର୍ଥାତ୍ ଯିଏ ବଞ୍ଚିବାର ମର୍କଜ ଜାଣନ୍ତି ବା ଟେକ୍ନିକ ଜାଣନ୍ତି, ସେ ହେଲେ ଆମ ସଦ୍ଗୁରୁ ଏବଂ ତାଙ୍କ ପ୍ରଦତ୍ତ ନାମ ହେଲା ସତନାମ। ଆମେ ମଧ୍ୟ କହୁ ଯୋଉ ସତ୍ତା ସମ୍ବର୍ଦ୍ଧନୀ ସଦ୍ଗୁରୁ ପ୍ରଦତ୍ତ ନାମ ହେଲା ସତନାମ। କାରଣ ଦୁନିଆରେ ଯାହା କିଛି ଆମେ ଦେଖୁଛୁ ସବୁ କିଛି ହିଁ ଏ ସ୍ପନ୍ଦନର ଅଭିବ୍ୟକ୍ତି। ସ୍ପନ୍ଦନ ସବୁ ଜିନିଷ ଆମେ ଯାହା ଦେଖୁଛୁ, ଆମର ଯେତେ ଯାହା ଆମ ଦୃଷ୍ଟିରେ ଅଛି, ଆଉ ଫିଜିକ୍ସ ମଧ୍ୟ କହୁଛି, ଏଟା ଗୋଟେ ଲ ନିୟମ ଅନୁସାରେ ମୁଁ ମଧ୍ୟ ବୁଝେଇ ଦେଇପାରିବି, ସବୁ ଜିନିଷ ଭାଇବ୍ରେସନରୁ ସୃଷ୍ଟି। ଯାହା ଦେଖୁଛେ ସବୁ ହଉଛି କିଛି କିଛି ଭାଇବ୍ରେସନର ଆକୁମୁଲେଟେଡ ଫର୍ମ। ଏଇଠି ତାହେଲେ ଆମ କଥା ଆସିବ ଯେ ଏ ସତନାମ ସତରେ କଣ ସତନାମ ମନନ କଲେ ସବୁ ହେଇଯିବ? ଠାକୁର ସେଥିପାଇଁ ସତ୍ୟାନୁସରଣ କହିଲେ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର, ସତନାମ ମନନ କର। ତେଣୁ ଏଇ ଯୋଉ ସତନାମର ମନନ କରିବା ପାଇଁ ସତରେ କଣ ସତନାମ ମନନ କଲେ କଣ ହବ? ଠାକୁରଙ୍କ ଭିତରେ ପଚରାଏ ଠାକୁର କହୁଛନ୍ତି ଆମମାନେ ପ୍ରତ୍ୟେକ ଲୋକ ହଉଛନ୍ତି ସତ୍ସଙ୍ଗ ମାନେ ଭାଇବ୍ରେସନ ସୃଷ୍ଟି। ସହଜ କଥାଟା ଆପଣ ମାନେ ବୁଝିପାରୁଥିବେ। ଏଇ ଭାଇବ୍ରେସନ ଗୋଟେ କଣ ହୁଏ ନା, ଏଇ ଭାଇବ୍ରେସନକୁ ଯଦି ଆମ ଅସ୍ତିତ୍ୱ ଭିତରେ ବଜାୟ ରଖିବାକୁ ପଡିବ, କାରଣ ଆମର ଯୋଉ ଆମ ଶରୀର ଭିତରେ ବା ଆମ ମନ ଭିତରେ ବା ଆମ ଚେତନା ଭିତରେ ରାଜ୍ୟରେ ଯଦି ଏଇ ଭାଇବ୍ରେସନଟା ବଜାୟ ରଖିବାକୁ ପଡିବ, ତାହେଲେ ସତନାମଟାକୁ ବାରମ୍ବାର ମନନ କରିବାକୁ ପଡିବ। କାରଣ ସତନାମ ଭିତରେ ଅଛି ଭାଇବ୍ରେସନର ମେକାନିଜିମ। ଆଉ ଭାଇବ୍ରେସନ ଯଦି ବନ୍ଦ ମାନେ ମଣିଷ ଲାଇଫ ଶେଷ। ତେଣୁ ଭାଇବ୍ରେସନ ହଉଛି ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ଅଫ ଆୱାର ଏକ୍ଜିଷ୍ଟେନ୍ସ। ଏଇ ଯୋଉ ନାମ କରୁ, ଆମେ ଯେତେବେଳେ ନାମ କରୁ ସେତେବେଳେ କଣ ହୁଏ ନା ବ୍ରେନ ସେଲରେ ଭାଇବ୍ରେସନ ସୃଷ୍ଟି ହୁଏ। ସହଜ କଥା। ଫଳତଃ ବ୍ରେନ ସେଲ ଗୋଟେ କଣ ଗୋଟେ ସୂକ୍ଷ୍ମ ସ୍ତରକୁ, ଗୋଟେ ସ୍ତରକୁ ଚାଲିଯାଏ, ଗୋଟେ ଲେବୁଲକୁ ଚାଲିଯାଏ। ସେ ଯୋଉ ଲେବୁଲକୁ ଯାଏ ସେଇ ଲେବୁଲ ସହିତ ସମତାନରେ ଥିବା ଯୋଉ ଯୋଉ ଜିନିଷ ଗୁରା ଆମେ ତାକୁ କଣ କରିପାରୁ, କ୍ୟାଚ କରିପାରୁ। ତାହେଲେ ଆମର ଏଇଠି ଗୋଟେ ମନେ ଆସିବ, ଆପଣ ମାନେ ଭାବୁଥିବେ ଯେ ଏତେ ତ ନାମ ଅଛି, ଏତେ ପ୍ରକାର ଯୋଉ କନଫରେନ୍ସ ହଉଛି, ଏତେ ନାମ ଅଛି, ଏ କଥା ଏ ନାମ କାହିଁକି? ଠାକୁର ସେଟା ମଧ୍ୟ କ୍ଲିୟର କରିଛନ୍ତି। ଆମେ ଠାକୁରଙ୍କୁ ଧରିଛନ୍ତି, ଠାକୁରଙ୍କୁ ବିଶ୍ୱାସ କରନ୍ତି, ଠାକୁରଙ୍କୁ ଭଲ ପାଇବା, ଠାକୁର ଯାହା କହିଛନ୍ତି କେବଳ ତାକୁ ହିଁ ମାନି ଚାଲିବ। କାରଣ ଠାକୁର ହେଲେ ଲାଟେଷ୍ଟ ଇନକାର୍ନେସନ ଅଫ ଗଡ। ଠାକୁର ତାପରେ ଆଉ କିଏ ପ୍ରେରିତ ପୁରୁଷ ଆସିଲେ, ଠାକୁର ଏବଂ ପୁରୁଷୋତ୍ତମ। ପୁରୁଷୋତ୍ତମ ମହାପୁରୁଷଙ୍କ ଭିତରେ ଡିଫରେନ୍ସ ମୁଁ ଆପଣଙ୍କୁ ଅନେକ ଥର କହିସାରିଛି। ଆମ ଠାକୁର ହଉଛନ୍ତି ପୁରୁଷୋତ୍ତମ, ଯୁଗ ପୁରୁଷୋତ୍ତମ, ଯୁଗ ମାଫିକ ଯୋଉ ଯୋଉ ଟେକ୍ନିକ ଦରକାର ଆମକୁ ମଣିଷକୁ ସବୁ ଦିଗ ଦେଇକି ସରସ ସୁନ୍ଦର ହବା ପାଇଁ କେବଳ ତାର ଟେକ୍ନିକ, ତାର ମେକାନିଜିମ ବା ତାର ମର୍କଜ କେବଳ ଆମ ଠାକୁରଙ୍କୁ ହିଁ ଜଣା, ଯୁଗ ପୁରୁଷୋତ୍ତମକୁ ହିଁ ଜଣା। ତେଣୁ ଆମେ ଆଉ କୁଆଡେ ଇଆଡେ ସିଆଡେ ଡାଇଭର୍ଟ ହବା ଦରକାର ନାହିଁ। ଠାକୁର କହୁଛନ୍ତି ସବୁ ନାମର ଅଲଗା ନାମ କାହିଁ କରିବା ଦରକାର ନୁହଁ ନା, ସବୁ ନାମର ଇନର ମେକାନିଜିମଟା ଏଇ ସତନାମ ଭିତରେ ଅଛି। କାରଣ ଏଇ ସତନାମର ଭିତରେ ସବୁ ପ୍ରକାର ସ୍ପନ୍ଦନର ପ୍ରାଣ, ପ୍ରକୃତି ଆଉ ରୂପ ତିନିଟା ଯାକ ନିହିତ ଅଛି ଆମରି ସତନାମ ଭିତରେ। ତେଣୁ ଆମେ ଆଉ କୌଣସି ଅଲଗା କୋଉ ନାମ କରିବା ଦରକାର ହିଁ ନାହିଁ। ଧରି ନିଅନ୍ତୁ ପୁରା ଦରକାର ନାହିଁ। ଆମର ଯୋଉ ବୀଜ ମନ୍ତ୍ର ଦିଆ ହେଇଛି ଦେଖିବା ବେଳେ କେବଳ ସେଇଟାକୁ ଆମେ ଜପ କରିବା, ତାର ତୀବ୍ରତା ଉପରେ ଆମେ ସ୍ତର ପରେ ସ୍ତର ଭେଦ କରି ଚାଲିବା, ସବୁ ଦିଗ ଦେଇକି ଆମେ ସରସ ସୁନ୍ଦର ହେଇ ଚାଲିବା। ଆଉ କିଛି ବାଟ ହିଁ ନାହିଁ। ପୁଣି କହୁଛନ୍ତି ଠାକୁର ଏଇ ନାମ ଯଦି ଜଣେ ଠିକ ଭାବେ କରେ କଣ ହୁଏ ନା ବୈଶିଷ୍ଟ୍ୟ ପୂରଣ ହବ, ବିବର୍ଦ୍ଧନ ହବ। ଆମେ କହୁଛୁ ବଞ୍ଚିବା ବଢିବା, ବଞ୍ଚିବାକୁ ଚାହୁଁ, ବଢିବାକୁ ଚାହୁଁ। ବୈଶିଷ୍ଟ୍ୟ ପୂରଣ ମାନେ ମୁଁ ମୋର ଜନ୍ମ ହେଇଛି ଯାହା ଯାହା ନେଇକିରି ଆଇଛି, ମ୍ୟାକ୍ସିମମ୍ ଯାହା ହେଇପାରିବ ଏଇ ନାମ କରିକି ମୁଁ ହେଇପାରିବି। ମୁଁ ଯେତେ ଭଲ ଲୋକ ହେଇପାରିବି ଆଇ ଭିତରେ ଦେଇପାରିବି, ଭଲ ଚାଷୀ ହେଇପାରିବି କେବଳ ଏଇ ନାମ କରିବାର ଭିତରେ ଦେଇକି ହେଇପାରିବି। ବିବର୍ଦ୍ଧନ ଏବଂ ତାର ଡେଭଲପମେଣ୍ଟ
ବଢି 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 ଚାଲିବ ଉତ୍ତରୋତ୍ତର ବୃଦ୍ଧିଟା କେବଳ ଏଇ ନାମ ଭିତରେ ଦେଇକିରି ହେଇ ଚାଲିବ। ଏଇଠି ତାପରେ ଆପଣ କହିବେ ଯେ ଖାଲି କଣ ଏଇ ଯୋଉ ନାମ କରି ଚଳିବ କି? ନା, ନାମ ସହିତ ଦରକାର ଅନୁରାଗ। ଆମେ ଜାଣୁ ଆମେ ସତ୍ୟାନୁସରଣ ମଧ୍ୟ ପଢୁ ଅନେକ ଥର। କଣ କରୁ ନା ନାମ ଆଉ ନାମୀ ଅଭିନ୍ନ, ଏଟା ସହଜ କଥା ଆମେ ସବୁ ଜାଣିଛୁ। ତାପରେ ନାମୀଙ୍କ ପ୍ରତି ନାମୀ କିଏ ନା ନାମୀ ହଉଛନ୍ତି ଯିଏ ଏଇ ନାମର ଚେତନ ମୂର୍ତ୍ତ ପ୍ରତୀକ। ନାମର ଚେତନ ମୂର୍ତ୍ତ ପ୍ରତୀକ ହଉଛନ୍ତି ନାମୀ। ଏବଂ କାରଣ ସିଏ ନାମୀ ସିଏ ଯିଏ କଣ କରୁଛି ନାମକୁ ଉପଲବ୍ଧି କରିଛନ୍ତି ତାଙ୍କ ଜୀବନରେ। ମୋଟାମୋଟି କହିଲେ ନାମ ଯାହାଙ୍କ ମଧ୍ୟରେ ଜୀବନ୍ତ ବାସ୍ତବାୟିତ ଓ ଆୟତୀକୃତ ଆମେ କଣ କରିବା ତାଙ୍କୁ ଯଦି ଆମ ଜୀବନରେ ଆମେ ଧରି ଚାଲୁ ତାଙ୍କ ସହିତ ଅନୁରାଗର ସହିତ ଆମେ ଯଦି ନାମ କରି ଚାଲୁ ତେବେ କଣ ହବ ନା ଏ ନାମଟା କରିବାଟା ସାର୍ଥକ ହବ। ଆମେ ଏଇ ଯୋଉ ଅନୁରାଗଟା ଜିନିଷଟା ହଉଛି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। କାରଣ ସତ୍ୟାନୁସରଣରେ ଆମେ ଅନେକ ସହିତ ପଢିଛନ୍ତି ଅନୁରାଗ ସହିତ ଯଦି ନାମ ଧ୍ୟାନ କରାଯାଏ ନାମ ମଣିଷକୁ ତୀକ୍ଷ୍ଣ କରେ, ଧ୍ୟାନ ମଣିଷକୁ ସ୍ଥିର ଆଉ ଗ୍ରହଣକ୍ଷମ କରେ। ଆମେ ବାରମ୍ବାର ପଢୁଛନ୍ତି ଆଉ ଏଟା ବୋଧେ ଜାଣିଛନ୍ତି ଆ ବିଷୟରେ ଆଲୋଚନା ହେଇଛି, ବିଶେଷ କିଛି ଆଲୋଚନା କରିବା ଦରକାର। ଆମେ ଯେତେବେଳେ ଏଇ ନାମ କଲେ କଣ ହୁଏ ନା ଆମେ ଯେତେବେଳେ ଆଜ୍ଞା ଚକ୍ରରେ ମନୋନିବେଶ କରି ନାମ କରୁ ସେତେବେଳେ ଆମର ବ୍ରେନ ର ଯୋଉ ବେସଟା ଏକ୍ସାଇଟେଡ ହୁଏ। ଫଳରେ ଏଇ ଯୋଉ ବ୍ରେନ ସେଲ ଗୁଡିକ ଆକ୍ଟିଭ ହୁଏ ଏବଂ ରିସିପ୍ଟିଭ ମଧ୍ୟ ହୁଏ। ଯୋଉ ଆମେ କହୁଛୁ ନାମ ମଣିଷକୁ ତୀକ୍ଷ୍ଣ କରେ, ଧ୍ୟାନ ମଣିଷକୁ ସ୍ଥିର ଏବଂ ଗ୍ରହଣ କରେ। କଣ ଏଇ ମେକାନିଜିମଟା ଏତିକି କେବଳ। ଆଉ କହିବି ଡିଟେଲ୍ସ ଆଜି ମୁଁ ସ୍ତର ବିଷୟରେ ସବୁ କହିବି। ନାମ ସଙ୍ଗେ ଯଦି ଧ୍ୟାନ କରାଯାଏ କଣ ହୁଏ ନା ଆମର ଯଦି ଧରନ୍ତୁ ନାମ ସହିତ ଯଦି ଧ୍ୟାନ କଲେ କଣ ହୁଏ, ଧର ଆମର ଗୋଟେ କୌଣସି ବିଷୟ କିମ୍ବା ଗୋଟେ ବସ୍ତୁକୁ ନେଇକିରି ଗୋଟେ ସମସ୍ୟା ଲାଗିଛି, ଆମେ ଧର ତାର ସମାଧାନ ପାଉନାହାନ୍ତି। ଆମେ ଯେତେବେଳେ ଧ୍ୟାନରେ ବସୁ ତାହେଲେ କଣ କରି ଯେତେବେଳେ ଧ୍ୟାନରେ ବସିବା ସେଇ ବସ୍ତୁ ବା ସେଇ ସମସ୍ୟା ନେଇ ଥଟ୍ଟା ଆସିବ। ସେଇ ବସ୍ତୁ ବା ସମସ୍ୟାର ସମାଧାନ ଖୋଜୁ କାହା ଭିତରେ ଦେଇ ନା ଇଷ୍ଟାନୁଗ ନିୟନ୍ତ୍ରଣ ସାମଞ୍ଜସ୍ୟ ସମାଧାନର ଭିତରେ ଦେଇ। ଇଷ୍ଟଙ୍କୁ ନେଇ ଆମେ ଯେତେବେଳେ ସମାଧାନ ଖୋଜୁ ଓ ସେଇ ବୋଧ ଅନୁଯାୟୀ ଚାଲୁ ସେତେବେଳେ ସମାଧାନୀ ଚଳନ ଆମ ଭିତରେ ସହଜ ହେଇ ଉଠେ। ଏଇଟା ହିଁ ହଉଛି କଣ ନା ବୃତ୍ତି ପ୍ରବୃତ୍ତି ଗୁଡିକର ଇଷ୍ଟାନୁଗ ନିୟନ୍ତ୍ରଣର ବାଟ। ତେଣୁ ଶ୍ରୀ ଠାକୁର କହିଛନ୍ତି ଧ୍ୟାନ ଜପର ଅନୁଶୀଳନରେ ପ୍ରତିଦିନ ବସିବା ଠାକୁର କହିଲେ ମିନିମମ୍ 2-3 ଦିନ 2ରୁ 3 ଥର ପ୍ରତିଦିନ ବସିବା କଥା। ଏବଂ ଏବେ ଆଚାର୍ଯ୍ୟ ଗୋଟେ ଲେଖା ବାହାର କରିଛନ୍ତି ପ୍ରତ୍ୟେକ ଦିନ ଆମର ଯେହେତୁ ଲୋକ ଅଧିକା ସମୟ ବସି ପାରୁନାହାନ୍ତି ପ୍ରେୟାର ପରେ ଆପଣ ଦେଖିବେ ଦେଓଘରୀ ଆମର ଇଭିନିଂ ପ୍ରେୟାର ପରେ 5 ମିନିଟ୍ ଆଚାର୍ଯ୍ୟ ବସନ୍ତି। ଆଉ ଥରେ ବାଣୀ ପାଠ ବେଳେ 8ଟା କେତେ 50 ଖଣ୍ଡ ବେଳେ ଯୋଉ ଆସନ୍ତି 8:15-20 ବେଳେ ଯୋଉ ଆଚାର୍ଯ୍ୟ ଆସନ୍ତି ସେତେବେଳେ ବସନ୍ତି। ତେଣୁ ନାମ ଧ୍ୟାନଟା ନିହାତି କରିବା ଦରକାର ପ୍ରତ୍ୟେକ ସତ୍ସଙ୍ଗୀ। ଆଉ ସେଇଟା ହିଁ ହଉଛି ଆମର ବେଶ। ଠାକୁର ଯେତେବେଳେ କହିଲେ ନେମ୍ ଇଜ୍ ମାଇ ବେଷ୍ଟ, ତ ଆମେ ଯୋଉ ଦୀକ୍ଷା ନେଇଛେ ଆମର ଦୀକ୍ଷାର ବେଶଟା କୋଉଟା? ଦୀକ୍ଷାର ବେଶଟା ହିଁ ହଉଛି ନାମ। ତେଣୁ ଆମେ ଯଦି ନାମ କରୁନାହାନ୍ତି ତାହେଲେ କିଛି ବହୁତ ଜିନିଷ ଠାକୁରଙ୍କୁ ଆକ୍ଚୁଆଲି ବିଶେଷ ଭାବରେ ଆମେ ଉପଲବ୍ଧି କରିପାରିବାନି କି ତାଙ୍କ ପ୍ରତି ଆମର ଭଲ ପାଇବାଟା ବି ଆସିବ, ଟାଣଟା ବି ଆସିବନି। ତାଙ୍କ ପ୍ରତି ଭଲ ପାଇବା ବା ଟାଣଟା ଆସିବା ପାଇଁ ଏ ନାମଟା ହିଁ ଦରକାର। ଆମେ ଯେତେ ନାମ କରିବା ତାର ଭିତରେ ଦେଇକିରି ଆମର ତାଙ୍କ ପ୍ରତି ଆମ ଅଜାଣତରେ ଅନେକ କଥା ଅନେକ ଟାଣ ଆମର ବଢି ଯାଇଥିବ। ଯେମିତି ଆମେ ଗୋଟେ ଧର ଆମେ ଗୋଟେ ସର୍ଟ କୋଶ୍ଚିନ୍ ଆମେ ବାରମ୍ବାର ଶୁଣି ମନେ ରହିଯାଇଥାଏ। ଆମେ ଶୁଣୁଥିବା ଜାଣିନଥିବା କିନ୍ତୁ ସେଟା ମନେ ରହିଯାଇଥିବ। ଠିକ ଯେତେବେଳେ ଜାଗା ମଣ୍ଡରେ ସେଟା ଆମେ ଆନ୍ସର ଲେଖି ଦେଇପାରିବା। ସେମିତି ଆମର ତାଙ୍କ ପ୍ରତି ଭଲ ପାଇବା ତାଙ୍କ ପ୍ରତି ଟାଣଟା ଆମେ ଜାଣିନଥିବା କେମିତି ଆମର ଉତ୍ପନ୍ନ ହବ କଣ। ଏଇ ଯୋଉ ନାମଟା ବାରମ୍ବାର କରିବା ଭିତରେ ଦେଇକିରି କେତେବେଳେ ଆମ ଅଜାଣତରେ ଆମର ତାଙ୍କ ପ୍ରତି ଏତେ ଯେ ଭଲ ପାଇବାଟା ବଢି ଯାଇଥାଏ ତାକୁ ଆମେ ଭାଷାରେ ପ୍ରକାଶ କରିପାରିବା ନାହିଁ। ଏଇଟା ହଉଛି ଉପଲବ୍ଧିର କଥା। ପୁଣି ଆମେ ଯେତେବେଳେ ନାମ କରୁ କଣ ହୁଏ ନା ନାମୀ ମାନେ ଠାକୁର ନିଜେ କାରଣ ସ୍ୱରୂପରେ ଆମ ପାଖରେ ଉପସ୍ଥିତ ଥାଆନ୍ତି। କାରଣ ଆମେ ନାମୀଙ୍କର କଣ କାରଣ ସ୍ୱରୂପକୁ ଉପଲବ୍ଧି କରିପାରେ। ଠାକୁର ଆମର ଲେଖିଲେନି କି ଆମର ଏଥିରେ ଆମର ନାମ ହଉଛି କାରଣ ସ୍ୱରୂପଙ୍କ ସ୍ପନ୍ଦନାତ୍ମକ ପ୍ରତିଛବି। କାରଣ ସ୍ୱରୂପ ମାନେ ଠାକୁରଙ୍କର ଆମେ ଯୋଉ ଠାକୁରଙ୍କୁ ଦେଖୁଛେ କି ଠାକୁର ଯୋଉ ଲଳାଟକୁ ଧାରଣ କରି ଆସିଥିଲେ ଠାକୁରଙ୍କର ସେଟା ହେଲା ସ୍ଥୂଳ ଶରୀର। ଠାକୁରଙ୍କର ଆଉ ଗୋଟେ ସୂକ୍ଷ୍ମ ସ୍ତରରେ ଅଛି, ଠାକୁରଙ୍କ ଗୋଟେ କାରଣ ସ୍ତର। ପ୍ରତ୍ୟେକ ଜିନିଷର ଗୋଟେ ସ୍ଥୂଳ ଅବସ୍ଥା ସୂକ୍ଷ୍ମ ଅବସ୍ଥା କାରଣ ଅବସ୍ଥା ଅଛି। ଠାକୁର ଯେମିତି ଧରନ୍ତୁ ବରଫଟା ହେଲା ସ୍ଥୂଳ ଅବସ୍ଥା। ବରଫ ଯେତେବେଳେ ଜଳ ହେଇଯାଉଛି ଜଳଟା ହଉଛି ସୂକ୍ଷ୍ମ ଅବସ୍ଥା। ଜଳଟା ଯେତେବେଳେ ବାଷ୍ପ ହେଇଯାଉଛି ସେଟା ହଉଛି ତାର କାରଣ ଅବସ୍ଥା। ତିନିଟା ଯାକ ବରଫ ହଉ ଜଳ ହଉ ବାଷ୍ପ ସବୁ ଯାକ ହଉଛି ଗୋଟେ ବସ୍ତୁର ତିନିଟା ଅବସ୍ଥା। ସେମିତି ପ୍ରତ୍ୟେକ ଠାକୁରଙ୍କର ସ୍ଥୂଳ ଅବସ୍ଥା ଆମେ ଠାକୁରଙ୍କୁ ଦେଖୁଛନ୍ତି, ସୂକ୍ଷ୍ମ ଅବସ୍ଥା ବି ଆମର ଦେଖିପାରିବା ଆମେ ଦେଖିପାରୁନାହାନ୍ତି। କିନ୍ତୁ କାରଣ ଅବସ୍ଥା ଠାକୁରଙ୍କର ସବୁ ଲେଖିଲେ ନାମ ହେଲା କାରଣ ସ୍ୱରୂପଙ୍କ ସ୍ପନ୍ଦନାତ୍ମକ ପ୍ରତିଛବି। ଆମେ ଯୋଉ ଯେତେବେଳେ ନାମ କରୁ ଯୋଉ ଭାଇବ୍ରେସନଟା ସୃଷ୍ଟି ହୁଏ ସେ ଭାଇବ୍ରେସନଟା ହଉଛି ଠାକୁରଙ୍କର ମାନେ ତାଙ୍କର ଗୋଟେ ମାନେ ପିକ୍ଚରାଇଜେସନଟା ସ୍ପନ୍ଦନାତ୍ମକ ତାର ଯୋଉ ଭାଇବ୍ରେସନଟା ହଉଛି ଠାକୁରଙ୍କର ସେଟା ହିଁ ଠାକୁର ନିଜେ ସିଏ ଗୋଟେ ଶରୀର। ନାମ ହେଲା କାରଣ ସ୍ୱରୂପଙ୍କ ସ୍ପନ୍ଦନାତ୍ମକ ପ୍ରତିଛବି।
ତେଣୁ ଆମର ପୁଣି ଆଚାର୍ଯ୍ୟ ଦେଖନ୍ତୁ ଆପଣ ଏଇ ଯୋଉ ଜାଣିଥିବେ ଆମେ ଅନେକ ଥର ବି ବୋଧେ ଏଇ ଯୋଉ ଫେସବୁକରେ ଆସୁଛି ଆଚାର୍ଯ୍ୟ ଦେବ କହୁଛନ୍ତି ତୁମେ ଯଦି ଜଣେ ପଚାରିବ ତୁମେ କାହିଁକି ଦୀକ୍ଷା ନେଇଛ ସବୁଠାରୁ ତାର ଛୋଟ ଉତ୍ତର ହେଲା ନାମ ମୁଁ ମଧ୍ୟ କହିଛି ଅନେକ ଥର ସବୁଠାରୁ ଛୋଟ ଉତ୍ତର ହଉଛି ମୁଁ ନାମ କରିବାକୁ ଦୀକ୍ଷା ନେଇଛି ଯଦି ଦୀକ୍ଷା ନ ନେଇଥାନ୍ତି ନାମ ପାଇନଥାନ୍ତି କି ନାମ କଣ ତେଣୁ ମୁଁ ନାମ କରିବାକୁ ଦୀକ୍ଷା ନେଇଛି ଠାକୁର ଆହୁରି ମଧ୍ୟ କହୁଛନ୍ତି ନାମ କରିବାଟାକୁ ଆମେ ନିଶାକରଣ ନେବା ଉଚିତ କେମିତି ନା ଯେମିତି ନୂତନ ବିବାହ କଲେ ଯେମିତି ସ୍ତ୍ରୀ ପ୍ରତି ଯୋଉ ଭଳିଆ ନିଶାଟା ଲାଗି ରହିଥାଏ ସେଇଭଳିଆ ଆବେଗ ନେଇକିରି ଆମେ ଯଦି ନାମ କରୁ ତାହେଲେ ଆମେ ମଣିଷ ସହଜରେ ଇଷ୍ଟ ପ୍ରତିଷ୍ଠାପନ ହେଇ ଉଠିବ କାରଣ ଆମେ ସମସ୍ତେ ଚାହୁଁଛୁ ବଡ ହବାକୁ ବଡର ଡେଫିନେସନ ଠାକୁର କହୁଛନ୍ତି କିଏ କେତେ ବଡ କାହାର କେତେ ଘର ସମ୍ପତ୍ତି ଗାଡି ଘୋଡା କିଏ ହେଲା ସେଗୁଡାରେ କିଛି ବଡ ନୁହେଁ କିଏ କେତେ ବ୍ୟାଙ୍କ ବାଲାନ୍ସ ସେଗୁଡା ଠାକୁର କହୁଛନ୍ତି ଆମର ସତ୍ସଙ୍ଗରେ ଆମେ ଯୋଉ ଠାକୁରଙ୍କୁ ଧରିଛନ୍ତି ଠାକୁର କହୁଛନ୍ତି ଯଜନ ଯାଜନ ଇଷ୍ଟଭୂତି ପରାୟଣ ହେଇକିରି ଯିଏ ଯେତେ ଇଷ୍ଟ ପ୍ରତିଷ୍ଠାପନ୍ନ ସିଏ ହେଲା ସେତେ ବଡର ଡେଫିନେସନଟା ଆମେ ଯଦି ପ୍ରକୃତରେ ବାସ୍ତବରେ ସତ୍ସଙ୍ଗୀ ଆମେ ଏଇ ଜିନିଷକୁ ଧରି ନେବା ଦରକାର ଯିଏ ଯଜନ ଯାଜନ ଇଷ୍ଟଭୂତି ପରାୟଣ ହେଇ ଯିଏ ଯେତେ ଇଷ୍ଟ ପ୍ରତିଷ୍ଠାପନ୍ନ ସେମାନେ ହଉଛନ୍ତି ସେତେ ବଡ ଆମ ପାଇଁ ଡେଫିନେସନଟା ହଉଛି ଏଇଟା ଆମ ପାଇଁ ଡେଫିନେସନ ନୁହେଁ ଯେ ଘର ଦ୍ୱାରା କିଏ କେତେ ଗଲା ଏଇଠି ଆମେ ଦେଖିବା ଇଏ ହେଲା ନାମର ମହିମା କଥା ଆମେ ଯଦି ପ୍ରକୃତରେ ଠାକୁରଙ୍କ ଦୀକ୍ଷାରେ ନାମ କରୁଥିବା ତାହେଲେ ଆମେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରିବା ନାହିଁ ଯେମିତି ବାଲିଅନ୍ତାରେ ଘଟିଲା ତେଣୁ ଆମେ ହଉଛୁ ମଣିଷ ତେଣୁ ଆମେ ଆଉ କୌଣସି ପ୍ରକାର ଅମଣିଷ ଭଳିଆ ହେଇପାରିବା ନାହିଁ ଏଇ ନାମଟା କଲେ ଆମ ମଣିଷ ଶରୀର ଭିତରେ କେମିତି କ୍ରିୟା କରେ ଏଇଟା ଆପଣ ମାନେ ଜାଣନ୍ତି ଆମେ ଯୋଉ କହୁ ଅନେକ ଥର ଯାହା ଅଛି ବ୍ରହ୍ମାଣ୍ଡରେ ତାହା ଅଛି ପିଣ୍ଡେ ବ୍ରହ୍ମାଣ୍ଡରେ ଯାହା ଅଛି ତାହା ହିଁ ପିଣ୍ଡରେ ଅଛି ବ୍ରହ୍ମାଣ୍ଡର 18ଟା ସ୍ତର ଆମ ନାମ କୁହାଯାଏ 18ଟା ଅଷ୍ଟାଦଶ ସ୍ତରର ନାମ କାହିଁକି କୁହାଯାଏ ଆପଣ ବୁଝନ୍ତୁ ଜାଣିପାରିବେ ଆମ ନାମର ମହିମାଟା କେତେ ଆମେ କାହାକୁ ଧରିଛନ୍ତି ଜୀବନରେ ଆମ ଆଦର୍ଶ କିଏ କିଭଳି ମାନେ ପ୍ରଭୁଙ୍କୁ ଆମେ ପାଇଛନ୍ତି ଆମ ଜୀବନରେ ଆଉ କୋଉ ଭଳିଆ ଜିନିଷ ଆମେ ପାଇଛନ୍ତି ବ୍ରହ୍ମାଣ୍ଡରେ ଯଦି ଅଛି ସ୍ଥୂଳ ସ୍ତର ସୂକ୍ଷ୍ମ ସ୍ତର ଆଉ କାରଣ ସ୍ତର ସମୁଦାୟ 18ଟା ସ୍ତର ଅଛି ସେ ସ୍ତରର ନାଁ ହେଲା ପାତାଳ ମହାତାଳ ରସାତଳ ତଳାତଳ ସୁତଳ ବିତଳ ଅତଳ ଭୁବ ସୋ ମହି ଜନ ତପ ସତ୍ୟ କୈଳାସ ସାକେତ ଗୋଲେକ ବ୍ରହ୍ମଲୋକ ଇଏ ହେଲା ସ୍ଥୂଳ ବ୍ରହ୍ମାଣ୍ଡରେ ଏଇ 18ଟା ସ୍ତର ଅଛି ଏବେ ଆମ ପିଣ୍ଡକୁ ଆସିଲା ଆମ ପିଣ୍ଡ ମାନେ ଆମ ଶରୀର ଭିତରେ ଆମେ ଯୋଉ ମଣିଷ ଏଇ ଜନ୍ମ ହେଇଛୁ ଆମ ଭିତରେ କଣ ଆମ ଭିତରେ ସେମିତି 18ଟା ସ୍ତର ଅଛି ଏ 18ଟା ସ୍ତରକୁ ସ୍ଥୂଳ ସ୍ତର 6ଟା ସୂକ୍ଷ୍ମ ସ୍ତର 6ଟା ଆଉ କାରଣ ସ୍ତର 6ଟା ସ୍ଥୂଳ ସ୍ତର ମାନେ ଜଡ ରାଜ୍ୟ ଆମେ ଯୋଉ କହୁ ଆମେ ଆପଣ ଜାଣିଥିବେ ଆମର ଯୋଉ ସ୍ପାଇନାଲ ମେରୁଦଣ୍ଡ ଯାଇଛି ସ୍ପାଇନାଲ କର୍ଡରେ ବିଭିନ୍ନ ଅଂଶରେ କଣ ହେଇଛି ନା ଏଇ ସ୍ନାୟୁ ଜାଲ ସହିତ କିଛି ସ୍ନାୟୁ ଗ୍ରନ୍ଥି ବାହାରି ବିଭିନ୍ନ ଜାଗାକୁ ଯାଇଛି ସେ ଯୋଉ ଯୋଉ ଜାଗାରୁ ସ୍ନାୟୁ ଜାଲ ବାହାରି ସ୍ନାୟୁ ଗ୍ରନ୍ଥି ଏଇ ଶରୀର ଭିତରକୁ ଯାଇଛି ସେ ସବୁ ଗୋଟେ ଗୋଟେ ଚକ୍ର ସ୍ଥୂଳ ଭାବରେ ଆମେ 6ଟା ଚକ୍ରକୁ ଆମେ ଧରିପାରୁ ଆମେ ବି ଜାଣିପାରୁ ସେ 6ଟା ଚକ୍ର କଣ ମୂଳାଧାର ସ୍ୱାଧିଷ୍ଠାନ ମଣିପୁର ଅନାହତ ବିଶୁଦ୍ଧ ଆଜ୍ଞା ଏଇ 6ଟା ଚକ୍ର ହେଲା ଜଡ ରାଜ୍ୟ ମାନେ ସ୍ଥୂଳ ସ୍ତର 6ଟା ତାପରେ ଆମେ ଯଦି ଆଉ ଟିକେ ଉପର ସ୍ତରକୁ ଯିବାକୁ ଚାହିଁବା ଆମେ ଇନିସିଆଲ ଷ୍ଟେଜରେ ଆମେ ଯଦି ନାମ କରୁ ଏଇ ଆମର ମୂଳାଧାରରୁ ଆରମ୍ଭ କରିକି ଆମେ ଆଜ୍ଞା ଚକ୍ର ପର୍ଯ୍ୟନ୍ତ ଯାଇପାରିବା ଆଉ ଏଇ 6ଟା ଚକ୍ରକୁ ଆମେ ସମସ୍ତେ ଅନୁଭବ କରିପାରନ୍ତି ଆଜ୍ଞା ଚକ୍ରକୁ ଆମେ ଅନୁଭବ କରିପାରନ୍ତି ଯୋଉ ଭ୍ରୁଲତାର ମଝିରେ ଆମେ ଫୋକସ କରି ଏଇ ଜିନିଷ 6ଟା ଚକ୍ରକୁ ଅନୁଭବ ତାପର ଯୋଉ ଷ୍ଟେପକୁ ଆମେ ଯିବା ଆମେ ଚାହୁଁଛୁ ଅଷ୍ଟାଦଶ ସ୍ତରର ନାମ ଯେହେତୁ ଆମେ ନାମ କରିକି ଅଷ୍ଟାଦଶ ସ୍ତରରେ ପହଞ୍ଚିବାକୁ ଚାହୁଁଛୁ ତେଣୁ ସେଇ ନାମର ତୀବ୍ରତା ସେତିକି ଆମକୁ କରିବା ଦରକାର ଇଏ ହେଲା ସ୍ଥୂଳ ରାଜ୍ୟର ଇଏ 6ଟା ତାପରେ ଆସିବ ସୂକ୍ଷ୍ମ ସ୍ତର 6ଟା ତାକୁ କୁହାଯାଏ ମନୋରାଜ୍ୟ ଇଏ ସ୍ତର କଣ ଇଏ ଯୋଉ ସ୍ତର କଣ 6ଟା ନା ସହସ୍ରାର ବଙ୍କନଳ ତ୍ରିକୁଟି ଶୂନ୍ୟ ମହାଶୂନ୍ୟ ଧୁନ୍ଧକାର ମଣ୍ଡଳ ଇଏ ତାଠୁ ଆଉ ଗୋଟେ ହାୟର ଲେବୁଲ ଇଏ 6ଟା ପରେ ଆଜ୍ଞା ଚକ୍ର ପରେ ଇଏ 6ଟା ଆସିବ ତାପରେ ଆସିବ ଚେତନ ରାଜ୍ୟ ସେଇ ଯୋଉ ସ୍ତରଟା ସେଟା କାରଣ ସ୍ତର 6ଟା ସେଟା ହଉଛି କଣ ଭ୍ରମର ଗୁମ୍ଫା ସତ୍ୟ ଲୋକ ଅଲଖ ଲୋକ ଅଗମ ଲୋକ ଅନାମୀ ଲୋକ ତା ଲାଷ୍ଟ ହଉଛି ପରମ ଧାମ ବା ଦୟାଲ ଦେଶ ଆମର ଏଇ ଯୋଉ ନାମଟା ଅଷ୍ଟାଦଶ ସ୍ତରର ନାମ ଆମେ କାହିଁକି କହୁ ଦେଖନ୍ତୁ ଆମ ନାମ ଠାକୁର କଣ କହିଲେ ସବୁ ନାମର ଇନର ମେକାନିଜିମଟା ଆମ ନାମ ଭିତରେ ଅଛି ଆମ ନାମ ପୂର୍ବରୁ ଯେତେ ନାମ ଆସିଥିଲା ଯୋଉ ଯୋଉ ନାମ ଆପଣ ପଢନ୍ତୁ ଆପଣ ସ୍ତର ଭେଦ କରି 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 ନାମର ତାର ପୋଟେନ୍ସ ଅନୁସାରେ ଆପଣ କେତେ ନାମ ଅଛି ଆପଣ ଯାଇ ପହଞ୍ଚି ପାରିବେ ଆଜ୍ଞା ଚକ୍ର ପାଖରେ ପହଞ୍ଚି ପାରିବେ କେତେ ନାମ 6ଟା ସ୍ତର ପର୍ଯ୍ୟନ୍ତ ଯାଇପାରିବେ ଆଉ କେତେ ନାମ ଅଛି ମ୍ୟାକ୍ସିମମ୍ ଲେବୁଲ ଯାଇକିରି ଆଉ ଟିକେ ଉପରକୁ ଯାଇପାରିବେ ତାର ତୀବ୍ରତା ସେ ନାମର ପୋଟେନ୍ସି ତା ଉପରେ ନିର୍ଭର କରେ କିନ୍ତୁ ଆମକୁ ଆମ ଠାକୁର ଯୋଉ ନାମ ଦେଲେ ଏଇ ନାମକୁ ଆମେ ଯଦି କରୁ ଆଉ ଏଇଟା ସାଧନାର ସ୍ତର ପରେ ସ୍ତର ଆମେ କରି ଚାଲିବା ଯଦି କରୁ
ଏଇ ନାମଟା ଆମକୁ ଅଷ୍ଟାଦଶ ସ୍ତର ମାନେ ଯୋଉ ଦୟାଲ ଦେଶ ଯେମିତି କହିଲି ମୂଳାଧାର ପରେ ଆରମ୍ଭ କରି କରି ତାର ସ୍ଥୂଳ ସ୍ତରରୁ ଆରମ୍ଭ ହବ ସୂକ୍ଷ୍ମ ହେଇକିରି ପୁଣି କାର ସ୍ତର ଲାଷ୍ଟ ଯୋଉଟା ପରମଧାମ ଦୟାଲ ଦେଶରେ ପହଞ୍ଚି ପାରିବାର ସାମର୍ଥ୍ୟ କେବଳ ବା ମେକାନିଜିମଟା କେବଳ ଆମର ଅଛି ଆମର ଏଇ ନାମ ଭିତରେ। ସେଥିପାଇଁ ୟାକୁ କୁହାଯାଏ ଅଷ୍ଟାଦଶ ସ୍ତରର ନାମ। 18th ଲେବୁଲରେ ଆମେ ପହଞ୍ଚି ପାରିବା। ସାଧନାର ଯୋଉ ସର୍ବଶ୍ରେଷ୍ଠ ସ୍ତର ଯୋଉଟା ତା ଭିତରେ ଆମେ ପହଞ୍ଚି ପାରିବା। ଏଇଠି ଆମର ଇଏ ଆସିବ ଯେ ଏଇ ଯୋଉ ନାମଟା ଆମେ କରୁ ସେ ପୁଣି କେମିତି ଆମ ଶରୀର ଭିତରେ କେମିତି କଣ କ୍ରିୟା କରେ। ଆମ ଶରୀରରେ ଆପଣମାନେ ଜାଣନ୍ତି ଅନେକ ନାଡି ଅଛି। ମୂଳାଧାର ପାଖରେ ଅନେକ ନାଡି ଅଛି। ଏଇ ଅନେକ ନାଡି ଭିତରୁ ମୁଖ୍ୟତଃ 14ଟା ନାଡିକି ବିଶେଷ ନାଡି ଭାବରେ ଧରାଯାଏ। କିନ୍ତୁ ଠାକୁର ଆମର କହୁଛନ୍ତି ମୁଖ୍ୟତଃ 3ଟା ନାଡି ମାନେ ଅନ୍ୟତମ ଯୋଉ 3ଟା ନାଡି ତା ଭିତରୁ ଗୋଟେ ଅଛି ସୁଷୁମ୍ନା ନାଡି, ତାକୁ ମଧ୍ୟ କୁହାଯାଏ ଭାଗବତ ନାଡି। ଏଇ ଯୋଉ ସୁଷୁମ୍ନା ନାଡିଟି କଣ ହେଇଛି ଆମ ଥ୍ରୁ ସ୍ପାଇନାଲ କର୍ଡ ଆମ ମେରୁଦଣ୍ଡ ମଧ୍ୟ ଦେଇ ଯାଇଛି ଏବଂ ଏଇଟା ସୁଷୁମ୍ନାଟା ମୂଳାଧାରରୁ ଆରମ୍ଭ ହୋଇ ବ୍ରେନର ସେଣ୍ଟରରେ ଶେଷ ହେଇଛି। ତା ପାଖରେ ତା ଲେଫ୍ଟ ସାଇଡରେ ଗୋଟେ ନାଡି ଅଛି ତା ନାଁ ହେଲା ଇଡା। ସୁଷୁମ୍ନା, ଇଡା, ପିଙ୍ଗଳା 3ଟା ହଉଛି ବିଶେଷ ନାଡି। ଏଇ ଯୋଉ ସୁଷୁମ୍ନାଟା ଆମର ସୁଷୁମ୍ନା ନାଡି ଗଲା ସ୍ପାଇନାଲ ଭିତରେ, ମୂଳାଧାରରୁ ଆରମ୍ଭ ହେଲା ଏଣ୍ଡ ହେଲା ଯେ ବ୍ରେନ ସେଣ୍ଟରରେ। ଆଉ ଗୋଟେ ଲେଫ୍ଟ ସାଇଡରେ ଆଉ ଗୋଟେ ନାଡି ଅଛି ତା ନାଁ ହେଲା ଇଡା। ଏଇ ଇଡାଟା ହଉଛି ଆମେ ଯୋଉ କହୁ ମୋଟର ସେନ୍ସୋରି କୋର୍ଡିନେସନ ଆମେ କହୁ। ଏଇ ଇଡାଟା ହେଲା ସେନ୍ସୋରି ନର୍ଭ। ଇଡାଟା ହେଲା ସେନ୍ସୋରି ନର୍ଭ, ପିଙ୍ଗଳା ହେଲା ମୋଟର ନର୍ଭ। ଏଇ ଇଡାଟା ଯୋଉ ସେନ୍ସୋରି ନର୍ଭଟା ତାର କାମ ସେ କଣ କରେ, ସେନ୍ସ ନର୍ଭଟା ଯଦି ଆକ୍ଟିଭ ହୁଏ ଆମର ମାନସିକ ଶାନ୍ତି ଆସିବ, କ୍ରିଏଟିଭିଟି ଯୋଉ ସୃଜନଶୀଳତା, ଆମର ଇମୋସନାଲ ଆଟାଚମେଣ୍ଟ ଯୋଉ ଅନୁଭୂତି ସମ୍ପନ୍ନ ପ୍ରଭାବିତ କରିବ, ଏସବୁ ଜିନିଷ ହଉଛି ଇଡା ନାଡିର କାମ। ତାପରେ ହେଲା ପିଙ୍ଗଳା। ପିଙ୍ଗଳା ହଉଛି କଣ ଶାରୀରିକ ଶକ୍ତି, ଏକାଗ୍ରତା, ବୈଚାରିକ ସ୍ପଷ୍ଟତା, ଏହାକୁ ସବୁ ପ୍ରଭାବିତ କରିବ ଟିକେ ପିଙ୍ଗଳା ନାଡି। ଏଇ ଯୋଉ ଆମେ ଏଇ ପୁଣି କଣ କରିଛେ ଯୋଉ ଇଡା ଆଉ ପିଙ୍ଗଳା ଏଇ ଦିଟା ଯାଇଛି ସେ ପୁଣି କୋଉଠୁ କୋଉଠୁ ଯାଇଛି ନା ଇଡାଟା ଯାଇଛି ଲେଫ୍ଟ ସାଇଡ ମୂଳାଧାର ଲେଫ୍ଟ ସାଇଡରୁ ଆରମ୍ଭ ହେଇଛି ଆଉ ଲେଫ୍ଟ ନୋଷ୍ଟ୍ରିଲ ଆମ ବାଁ ପଟ ନାକପୁଡା ପାଖରେ ଶେଷ ହେଇଛି ଗୁଡେ ଗାଡେ ହେଇକିରି। କୋଉ କୋଉ ଇଡା ପିଙ୍ଗଳା ଦିଟା ଯାକ କୋଉ କୋଉ ଜାଗାରେ ଗୁଡେ ହେଇଛନ୍ତି, ଇଡାଟା ଆଉ ପିଙ୍ଗଳା ଆମର ଯୋଉ 6ଟା ଚକ୍ର ମେରୁଦଣ୍ଡ ସ୍ପାଇନାଲ ଯୋଉ ମୁଖ୍ୟ ଯୋଉ 6ଟା ଚକ୍ର ସେଇ ଚକ୍ର ପଏଣ୍ଟରେ ଇଡା ପିଙ୍ଗଳା କ୍ରସ କରି 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 ଗଲେ ଏବଂ ଇଡା ନାଡିଟା ଯାଇକିରି ଲେଫ୍ଟରେ ମୂଳାଧାରରୁ ଷ୍ଟାର୍ଟ ହେଲା, ସେ ଯାଇକିରି ଏଣ୍ଡ ହେଲା ଲେଫ୍ଟ ନାକପୁଡାରେ, ଆଉ ପିଙ୍ଗଳାଟା ରାଇଟ ସାଇଡରୁ ଷ୍ଟାର୍ଟ ହେଲା ସେ ଯାଇକିରି ଏଣ୍ଡ ହେଲା ରାଇଟ ପୁଡା। ଏଇ ଇଡା ଆଉ ପିଙ୍ଗଳା ଦିଟା ଯାକ କଣ ହେଇଛି ସେଇଠି ଶେଷ ହେଇଛନ୍ତି। ତେଣୁ ଆମେ ଯେତେବେଳେ ଧ୍ୟାନ କରୁ ସେତେବେଳେ କଣ ହୁଏ ନା ଏଇ ଯୋଉ ବୋଧ ପ୍ରବାହୀ ସେନ୍ସୋରି ନର୍ଭଟା ହଉଛି ଇଡା, ଆଉ କର୍ମ ପ୍ରବାହୀ ସ୍ନାୟୁ ହେଲା ପିଙ୍ଗଳା ମୋଟର ନର୍ଭର ଉତ୍ତେଜନା ଫଳରେ କଣ ହୁଏ ଗୋଟେ ତରଳ ପଦାର୍ଥ ଭିତରେ ଦେଇ, ତରଳ ପଦାର୍ଥ ମାନେ ଯୋଉ ସ୍ପାଇନାଲ ଫ୍ଲୁଇଡଟା ଯୋଉଟା ଅଛି ଗୋଟେ ପ୍ରକାର ସୂକ୍ଷ୍ମ ଆନ୍ଦୋଳନ ସୃଷ୍ଟି ହୁଏ ଆମ ସ୍ପାଇନାଲ ଭିତରେ କିନା ଗୋଟେ ସୂକ୍ଷ୍ମ ଆନ୍ଦୋଳନ ସୃଷ୍ଟି ହୁଏ। ଆମ ନାମଧ୍ୟାନର ତୀବ୍ରତା ଅନୁପାତରେ ଏଇ ଆନ୍ଦୋଳନ ବି କମ ବେଶୀ ହୁଏ। ଆଉ ଏଇ ଆନ୍ଦୋଳନ ଫଳରେ ମସ୍ତିଷ୍କ ଓ ମେରୁଦଣ୍ଡର କୋଷ ଗୁଡିକ ମଧ୍ୟ ଉତ୍ତେଜିତ ହୁଏ, ଯାହା ଫଳରେ କୋଷ ଗୁଡିକ କଣ ହୁଏ ନା ଅନୁଭବ ଶକ୍ତି ତୀବ୍ର ହୁଏ ଓ ନାନା ପ୍ରକାର ବୋଧ ଆସିଥାଏ। ଏଇ ବୋଧ ପ୍ରବାହୀ ସ୍ନାୟୁ ଓ କର୍ମ ପ୍ରବାହୀ ସ୍ନାୟୁର ଉତ୍ତେଜନାର ତାରତମ୍ୟ ଅନୁସାରେ ନାନା ପ୍ରକାର ଶବ୍ଦ ଓ ଜ୍ୟୋତି ଅନୁଭବ ହୋଇଥାଏ। କିନ୍ତୁ ଆମେ ନାମ ଆଉ ଜ୍ୟୋତି ତା ଦେହରେ ମୁଣ୍ଡ ପଡିବା ଦରକାର ନାହିଁ, ଏଇଟା ଠାକୁର ମନା କରିଛନ୍ତି। ଠାକୁର କହିଛନ୍ତି ଯେ ତୁମେ ଧ୍ରୁବ ଭଳିଆ ଖାଲି ନାମ କରିଚାଲ, କଣ ହଉଛି କଣ ନାହିଁ, କଣ ଜ୍ୟୋତି ଦେଖାଯିବ ଶବ୍ଦ ଦେଖାଯିବ ସେଗୁଡାରେ କିଛି ନାହିଁ। ଆମେ ଖାଲି ଯୋଉ ନାମ ଦେଇଛନ୍ତି ଠାକୁର କହିଲେ ତୁ ଧ୍ରୁବ ଭଳିଆ ଖାଲି ନାମ କରିଚାଲ, କଣ ହେଲା କଣ ନାହିଁ, କେତେ ବାଟ ଆଗେଇଲ କେତେ ବାଟ ପଛରେ ତାକୁ ଚିନ୍ତା କରିବା ନାହିଁ, ଖାଲି କରିଚାଲ। ଏଇ ବୋଧ ପ୍ରବାହୀ ସ୍ନାୟୁ ଆଉ କର୍ମ ପ୍ରବାହୀ ସ୍ନାୟୁର ଉତ୍ତେଜନା ତାରତମ୍ୟ ଅନୁସାରେ ଆମେ କଣ କରୁ ନାନା ପ୍ରକାର ଯୋଉ ଶବ୍ଦ ଜ୍ୟୋତି ଅନୁଭବ ହେଇଥାଏ। ଏମିତି ପ୍ରକ୍ରିୟା ଦ୍ଵାରା ଆମେ ନାମ ଧ୍ୟାନ କରୁ କରୁ ସ୍ତର ପରେ ସ୍ତର ଅତିକ୍ରମ କରିପାରିବା। ଆମର ନାମ ହଉଛି କଣ ନା ସବୁଠାରୁ ବିବର୍ତ୍ତିତ ନାମ। ଏଇ ନାମର ଇମ୍ପୋର୍ଟାନ୍ସ ଆମେ ସମସ୍ତେ ହୃଦୟଙ୍ଗମ କରିବା ଦରକାର। ସମସ୍ତେ ନାମର କଣ ମହିମା ଏଟା ଶୁଣନ୍ତୁ ଆମେ ସମସ୍ତେ ଉଣାଧିକେ ଜାଣିଛନ୍ତି। ନାମର ମହିମାଟା କଣ ଆମେ ସମସ୍ତେ ଉଣାଧିକେ ଜାଣିଛନ୍ତି ଏବଂ ଆପଣ ମାନେ ଜାଣିଥିବେ ଏମିତି ଯେତେ ଜଣ ଆଜି ସତ୍ସଙ୍ଗ ଯୋଉ ଧରନ୍ତୁ 167 ଜଣ ଉପସ୍ଥିତ ଅଛନ୍ତି, 167 ଜଣ ନିଶ୍ଚିତ ଭାବରେ କେତେବେଳେ ବିକଳ ହେଇକିରି କୋଉ ଅବସ୍ଥାରେ ନାମ କରିଥିବେ ଏବଂ ଆମ ଠାକୁରଙ୍କ ନାମ କରିଛନ୍ତି, ଆମେ ତାଙ୍କ ସହିତ କନେକ୍ଟ ହେଇଛନ୍ତି ଏବଂ କଣ ତାର ଫଳ ତା ମଧ୍ୟ ଆମେ ପାଇଛନ୍ତି। କିନ୍ତୁ ଆମେ ଯେହେତୁ ଜଞ୍ଜାଳମୟ ସମାଜରେ ସଂସାରରେ ରହୁଛନ୍ତି ପୁଣି ଭୁଲି ଯାଉଛନ୍ତି, ପୁଣି ମନେ ପଡୁଛି ପୁଣି ଭୁଲି ଯାଉଛନ୍ତି। ତେଣୁ ତାଙ୍କ ସହିତ ଅଚ୍ୟୁତ ଭାବରେ ଲାଗି ରହିବା ଦରକାର। ତେଣୁ ପୁଣି ଠାକୁର କହୁଛନ୍ତି ଆମର ଯୋଉ ନାମଟା ହଉଛି ଅଜପା ନାମ। ଅଜପା ନାମ ମାନେ ନୁହେଁ ଯେ ଏ ଯୋଉ ନିଶ୍ୱାସ ପ୍ରଶ୍ୱାସରେ ଜପଟା କିନ୍ତୁ ଅଜପା ନୁହଁ। ଠାକୁର କହୁଛନ୍ତି ଆମେ ଯୋଉ ନିଶ୍ୱାସ ପ୍ରଶ୍ୱାସରେ ଜପଟା ଅଜପା ନୁହଁ। ନିଶ୍ୱାସ ପ୍ରଶ୍ୱାସ ହେଲା ଗୋଟେ ମେକାନିକାଲ ଫ୍ଲୋ। ଠାକୁର କହୁଛନ୍ତି ନିଶ୍ୱାସ ପ୍ରଶ୍ୱାସ ହଉଛି ମେକାନିକାଲ ଫ୍ଲୋ। ସୁରତ ସମ୍ବେଗ ନେଇ ଇଷ୍ଟମୟ ହୋଇ
ସେଇ ପ୍ରାଣନ ପ୍ରବାହର ସ୍ୱତ ଅନୁଭବ ହେଲା ଅଜପାନ। ସୁରତ ସାଧନା ହେଲା ଅଜପାନ। ସୁରତ କଣ ମୁଁ ଆପଣଙ୍କୁ କହିଛି, ଯୋଉ ଅଣ୍ଡରଲାଇଂ ମ୍ୟାଗ୍ନେଟିକ କରେଣ୍ଟ, ଯୋଉ ଆମର ଜନ୍ମଟା ଯୋଉଠି ହେଇଛି, ଏଟା କୋହେସିଭ ଏନର୍ଜି ଯୋଉ ଶୁକ୍ରାଣୁ ଡିମ୍ବାଣୁ ମିଳିତ ହେଇ ଗୋଟେ ଜାଇଗୋଟ ଗଠନ ହେଇଛି ସେଲ ଡିଭିଜନ ହେଇକିରି, ତାର ଭିତରେ ଯୋଉ ଅଣ୍ଡରଲାଇଂ ମ୍ୟାଗ୍ନେଟିକ କରେଣ୍ଟ ବା ଅନ୍ତର୍ନିହିତ ଚୁମ୍ବକୀୟ ତରଙ୍ଗ ହେଲା ଲିବିଡୋ ବା ସୁରତ। ଏଇ ସୁରତ ଚାହେଁ ତାଙ୍କ ସହ ଯୋଗ ହେବାକୁ। এই সুরত সহিত সাধন করু করু কଣ ହୁଏ ନା ଆମର ସତ୍ତାଗତ ସମ୍ବେଗ ବଢେ। ସତ୍ତାଗତ ସମ୍ବେଗ ଯାହାର ଯେତେ ଅଧିକ ତାର ବିବର୍ତ୍ତନ ବା ପରିବର୍ତ୍ତନ ସେତେ ଅଧିକ। ଯାହାର ସତ୍ତାଗତ ସମ୍ବେଗ ଯେତେ କମ ତାର ବିବର୍ତ୍ତନ ବା ପରିବର୍ତ୍ତନ ସେତେ କମ। ତେଣୁ ଆମର ନାମର ତୀବ୍ରତା, ଆମର ସୁରତର ସାଧନା, ଆମେ ଯୋଉ ଅଜପା ସାଧନା ଆମେ ଯୋଉ ଠାକୁର କହିଲେ, ଅଜପା ନାମ ଯେତେ ଜପ କରି କରି ଚାଲିବା ତା ଭିତରେ ଦେଇକି କେବଳ ଆମ ପରିବର୍ତ୍ତନ ହବ। କାରଣ ଆମେ ପ୍ରତ୍ୟେକ ଆମେ ଯୋଉ ନେଇଛନ୍ତି ଦୀକ୍ଷା ନେଇଛନ୍ତି, କାହିଁକି ଦୀକ୍ଷା ନେଇଥିଲେ? ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆମେ ପରିବର୍ତ୍ତନ କରିବାକୁ, ଆମେ ନିଜକୁ ବଦଳେଇବାକୁ ସଂକଳ୍ପ ନେଇଛନ୍ତି। ସଂକଳ୍ପ ମାନେ ନୂତନ ଜୀବନ ଆମେ ଦୀକ୍ଷା ନେଲେ ମାନେ କଣ ପାଇଁ? ଦୀକ୍ଷା ନେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମେ ନିଜକୁ ପରିବର୍ତ୍ତନ କରିବା, ନିଜକୁ ବଦଳେଇବା। ଅର୍ଥାତ୍ ଆମେ ଯାହା ଥିଲେ ଦୀକ୍ଷା ପୂର୍ବରୁ ଏବେ ଆଉ ସେମିତି ରହିବାନି, ଏବେ ଗୋଟେ ନୂଆ ପ୍ରକାର ଚାଲେ, ସେଥିପାଇଁ ସଂକଳ୍ପ ନେଲେ। ସଂକଳ୍ପ ମାନେ ନୂତନ ଜୀବନର ଆବେଗମୟ କର୍ମମୁଖର ପରିକଳ୍ପନା। ମୁଁ ଯୋଉ ନୂଆ ପ୍ରକାର ନୂଆ ଷ୍ଟାଇଲରେ ଚାଲିବି, ସେମିତି ଗୋଟେ ମ୍ୟାପିଂ କରିବି ଦୀକ୍ଷା ପରଠାରୁ, ସେଇ ଭାବନା ନେଇ, ସେଇ ଉଦ୍ଦେଶ୍ୟ ନେଇ, ସେଇଭଳିଆ ଚଳନୀରେ ଯେତେବେଳେ ଚାଲିବି, ସେତେବେଳେ କଣ କରାଯିବ ନା ଆମର ଜୀବନର ପରିବର୍ତ୍ତନର ଧାରା ଠିକ ଅଛି ଏବଂ ମୁଁ ଗୋଟେ ବିବର୍ଦ୍ଧନ ଦିଗରେ ଆଗଉଛି ଏବଂ ମୁଁ ଗୋଟେ ସଚା ସତ୍ସଙ୍ଗୀ, ଯେ ଠାକୁରଙ୍କର ବାସ୍ତବିକ ଯୋଉ ଠାକୁରଙ୍କର ସେ ଚଳନୀର ସେଇ ଦିଗରେ ମୁଁ ଅଛି। ଆମର ଯଦି ସବୁଠାରୁ ମୁଖ୍ୟ ଜିନିଷ ହେଲା ଆମେ ସମସ୍ତେ ଚେଷ୍ଟା କରିବା ଦରକାର। ଉଣା ଅଧିକେ ଆମେ ଠାକୁରଙ୍କ ପାଇଁ ଆମେ ଯୋଉ ଚେଷ୍ଟାଟା ଆମର ଲାଗି ରହିବା ଦରକାର। କାରଣ ଯୋଉ ନାମର ମହିମାଟା ଯୋଉ କହିଲି ବିଶେଷ ଭାବରେ, ଆଉ ଏଇ ଯୋଉ ନାମଟା କରିବାକୁ ହେଲେ ଆମର ସବୁଠାରୁ ବଡ ଜିନିଷ, ମୁଁ ଅନେକ ଥର କହିଛି, ଆମ ଆହାର ଶୁଦ୍ଧି। ଆହାରଟା ସବୁଠାରୁ ବଡ ଜିନିଷ। କାରଣ ଆହାର ଯଦି ବିଗିଡିଯିବ ସବୁ କିଛି କୌଣସି ଜିନିଷ କରିହୁଏନି। ନାମ ଧ୍ୟାନ ଯୋଉ କରି ହୁଏନି ଯାହାର ଯେତେ, ତାର ମୁଖ୍ୟ ଉଦ୍ଦେଶ୍ୟ ଏଇ ଯୋଉ ଖାଇବାଟା। ଆମ ଖାଇବାଟା ଯଦି ଆମେ ବିଶେଷ ଭାବରେ କଣ୍ଟ୍ରୋଲ କରିବା ଆଗ, ତାପରେ ଆମେ ତା ଭିତରେ ଦେଇ ଆମେ ସବୁ ଜିନିଷ ହେଇପାରିବ। ଏ ନାମର ଯଦି ମୋର ଗୋଟେ ଛୋଟ ଅନୁଭୂତି, ଯେହେତୁ ସମସ୍ତ ଅଛି କହୁଛି, ଥରେ ମୋର ଗୋଟେ ଅବସ୍ଥା ଆସିଲା, ମୁଁ ଯେତେବେଳେ ପିଏଚଡି କରୁଥାଏ, ସେତେବେଳେ ଗୋଟେ ଟାଇମ ଆସିଲା, ଗୋଟେ ଡିଷ୍ଟର୍ବାନ୍ସ ହେଲା। ଆଉ ମୋର ସେଇଦିନ ଡିସିସନ, ମୁଁ ଭୁବନେଶ୍ୱର ଥାଏ, ମୋର ଡିସିସନ ମୁଁ ସେଇଦିନ ନେବି ଯେ ମୁଁ ଆଇଦର ମୋ ଗାଇଡଙ୍କ ସାଙ୍ଗେ କନଫ୍ଲିକ୍ଟ ହେଲା, ମୁଁ ଆଇଦର ପିଏଚଡି ଛାଡ଼ିବି ନହେଲେ କରିବି। ଏବଂ ମୋର ଛାଡ଼ିବାଟା ପାଖାପାଖି 90% ଫାଇନାଲ। ସେତେବେଳକୁ ମୁଁ ଅନେକ କାମ କରିଦେଇଛି। ମୁଁ କହିଲି ଯେ କଣ ଏତେ ବଡ ଗୋଟେ ଆଶା, ଗୋଟେ ହାଏଷ୍ଟ ଡିଗ୍ରୀ, ଗୋଟେ ପାଠ ପଢାର, ଆଉ ଏତେ କଷ୍ଟ କଲି, ଏମିତି ମିଳିବନି, ଏମିତି ବହୁତ ଦୁଃଖ, ଅନେକ ପୁରା ଭାଙ୍ଗି ପଡିଛି ସେଦିନ, ଭାଙ୍ଗି ପଡିଛି। କିନ୍ତୁ ତା ଭିତରେ ମୋର ନାମଟା ଚଲେଇ ରଖିଛି। ମୁଁ ଗଲି ସେଦିନ ଭୁବନେଶ୍ୱର ସତ୍ସଙ୍ଗ ମନ୍ଦିର, ବାଇକଟା ରଖି ସତ୍ସଙ୍ଗ ମନ୍ଦିର ଗଲି। ଏଭଳି ଭାଙ୍ଗି ପଡିଥାଏ ଯେ ମୋ ଆଖିରୁ ଖାଲି ମୁଁ କୋହଟା ସମ୍ଭାଳି ପାରୁନଥାଏ। ସେଥିପାଇଁ ସେ କବାଟ ପୁରା ଲାଷ୍ଟରେ ବସିଲି, ସେ ବ୍ୟାକ୍ ସାଇଡ୍ କବାଟକୁ ଡେରି ହେଇକି ବସିଲି କାନ୍ଥକୁ। କାରଣ ମୋର ଆଖିରୁ ତ ଲୁହକୁ ମୁଁ କଣ୍ଟ୍ରୋଲ କରିପାରୁନି, ପ୍ରେୟାର ଚାଲିବ, ମଝିରେ ବସି ପାରିଲିନି, ପୁରା ପଛରେ ବସିଲି, ପ୍ରେୟାର ବି କରିପାରୁନଥାଏ। ସେମିତି ମୋର କାନ୍ଦି ଚାଲିଥାଏ। ମୁଁ ଖାଲି ଠାକୁରଙ୍କୁ ଜଣେଇ ନାମ କରୁଥାଏ, ଖାଲି ଠାକୁରଙ୍କୁ ଚାହିଁଥାଏ। ମୋର ମାନେ କିଛି କହୁନଥାଏ, ଖାଲି ମୋର କଣ୍ଟ୍ରୋଲ କରିପାରୁନଥାଏ କିଛି, ଖାଲି ଚୁପଚାପ ସେମିତି ବସି କାନ୍ଦୁଥାଏ। ଯେତେବେଳେ ଆମର ସରିଲା, ପ୍ରେୟାର ସରିଲା, ମୁଁ ତଳକୁ ଓହ୍ଲେଇ ଆସୁଛି, ଆପଣ ବିଶ୍ୱାସ କରିବେନି, ଯୋଉ ପ୍ରଫେସରଙ୍କ ସାଙ୍ଗରେ ମୋର କନଫ୍ଲିକ୍ଟ ହେଇଥିଲା ଏବଂ ଯାହାଙ୍କ ପାଇଁ ମୁଁ ଫାଇନାଲ ଅଲମୋଷ୍ଟ ନେଇସାରିଥିଲି ଯେ ମୁଁ ଛାଡ଼ିବି, ମୁଁ ସେଠିକି ସତ୍ସଙ୍ଗ ମନ୍ଦିର ସେଦିନ ଯାଇନଥିଲି ଯେ ମୁଁ ଠାକୁରଙ୍କ ପାଖରେ ନିବେଦନ କରିବାକୁ ଯେ ଠାକୁର ମୋର ଏଇ କାମଟା କରେଇ ଦିଅ, ନା। ମୁଁ ସେଇ ମୋର ଯୋଉ ଦୁଃଖଟା, ସେ ବେଦନାଟା, ଯେହେତୁ ଆମର ତ ଦୁଃଖ ପଡିଲେ ଆମେ ଠାକୁରଙ୍କ ପାଖକୁ ଯାଉ। ଯେତେବେଳେ ମୋର ସେଇ ଯୋଉ ବେଦନାଟାକୁ ମୁଁ ସହି ପାରିଲିନି, ମତେ ଅସହ୍ୟ ହେଲା, ମତେ ଏତେ କଷ୍ଟ ହେଲା, ଏତେ ସେ ଯନ୍ତ୍ରଣାଟାକୁ ଭିତରେ ସହି ପାରିଲିନି, ମୁଁ ସେତିକି ବେଳେ ସେଠିକି ପଳେଇଛି। ସେଠି ଯେତେବେଳେ ମୁଁ ତଳକୁ ଆସିଛି, ଆପଣ ବିଶ୍ୱାସ କରିବେନି, ମୋ ଯୋଉ ଚପଲଟା ପିନ୍ଧୁଛି, ମୋ ସେଇ ପ୍ରଫେସର ଜଣେ ଫୋନ କଲେ, ଯାହା କିଛି ତମର କନଫ୍ଲିକ୍ଟ ହେଇଥିଲା ଏବଂ ଯିଏ ସବୁ ଯାହା କିଛି ପ୍ରୋବ୍ଲେମ କ୍ରିଏଟ କରୁଥିଲେ, ସେ ନିଜେ କହିଲେ, ମନୋରଞ୍ଜନ ତୁମ ପ୍ରୋବ୍ଲେମ ସଲ୍ଭ ହେଇଗଲା, ଆଉ ତୁମେ ଆସିବା ବି ଦରକାର ନାହିଁ, ମାନେ ମୋ କାମଟାକୁ ବହୁତ ସହଜ କରିଦେଲେ। ତମକୁ ମୁଁ ଗୋଟେ ଏଇଟା ମେଲ କରୁଛି, ଆଉ ତୁମେ ସେଇ ମେଲଟା କର। ଏବଂ ମୋର ଯିବାକୁ ବି ମୋର ପଡିଲାନି ଏବଂ ସେ ଅଟୋମେଟିକ ମୋର କାମଟା ହେଲା। ମୋର କହିବାର କଥା, ଆମର ସେଇ ବ୍ୟାକୁଳତାଟା, ମୁଁ ବି ଜାଣିନି ମୁଁ କଣ ସେଦିନ କଲି, ମୋର ବୋଧେ ଏତେ ଦୁଃଖଟା ଥିଲା, ଏତେ ବ୍ୟାକୁଳ ଭାବରେ ମୁଁ ନାମ କରିଥିଲି, ଯୋଉଟା କି ମୋ ପ୍ରଭୁ ସେଦିନ ଶୁଣି ପାରିଥିଲେ ଏବଂ ମୋ ଜୀବନଟାକୁ ସଜାଡି ନେଇଥିଲେ। ତାପରେ ଅନେକ ଏଇ ପିଏଚଡି ନେଇକିରି ଏତେ କଷ୍ଟ ଆସିଛି, ବହୁତ ଥର ଭାଙ୍ଗି ପଡିଛି, ବହୁତ ଥର ଡାଉନ ହେଇଛି। ଗୋଟେ ପେପର ପବ୍ଲିଶ ହବା ପାଇଁ ମୋର ମାତ୍ର ମାସେ ଅଛି ଥେସିସ୍ ସବମିଟ୍ କରିବାକୁ, ନହେଲେ ମୋର ରେଜିଷ୍ଟ୍ରେସନ ଏକ୍ସପାୟାର ହେଇଯିବ, ମୁଁ ପିଏଚଡି କରିପାରିବିନି, ପୁଣି ମତେ ଏକ୍ସଟେନସନ ନେବାକୁ ପଡିବ। ସେତେବେଳେ ଟିରିଂରେ ଥାଏ, ଶୋଇଛି ରାତିରେ, ମୋର ପେପର ଆକ୍ସେପ୍ଟ ହଉନି। ହଠାତ୍ କିନ୍ତୁ ଉଠିଲି,
ମତେ ଯେମିତି କିଏ କହିଲେ ଯେ ମୋର ଇଷ୍ଟପତି କରିସାରିଛି ବସିଛି ସେ ରାତି 4ଟା 4:30 ହେଇଛି ମତେ ଯେମିତି କିଏ ଲାପଟପ୍ ଖୋଲିଲେ ମେଲ କରିସେ ଯୋଉଠି ଜର୍ନାଲ ପଠେଇଛି ପେପର ପଠେଇଛି ସେଠିକି ଗୋଟେ ମେଲ କରିଦେଲି ଯୋଉଟା କି ଆକ୍ଚୁଆଲି ମେଲ କରିବା କଥା ନୁହେଁ ମେଲ କଲେ ସେଟା ନେଗେଟିଭ ହୁଏ କିନ୍ତୁ ମେଲ କରିଦେଲି ତାପରେ ଯେତେବେଳେ ମୋ ଗାଇଡ ଜାଣିଲେ ପ୍ରବଳ ରାଗିଲେ କିନ୍ତୁ ମୋର ସେ ଯୋଉ ମେଲଟା କରିଦେଲି ମତେ କିଏ କହିଲା ସେ ସେଲ୍ସଟା ଯୋଉଟା କି ମୁଁ ମେଲ କଲି ଯାହା ଦ୍ୱାରା ପୁଣି ମୋ ପେପରଟା ଆକ୍ସେପ୍ଟ ହେଲା ମୁଁ ବର୍ଷେ ମାନେ ମାସେ ଭିତରେ ମୋ ଥେସିସଟା ସବମିଟ କରିପାରିଲି ମୋ ପିଏଚଡିଟା ଠିକ ଟାଇମରେ ସରିପାରିଲା ତେଣୁ ସେ ଠାକୁର ଅଛନ୍ତି ଅନେକ କଥା ମାନେ ଯଦି ମାନେ ଶହ ଶହ ମୋର ଅନୁଭୂତି ଅଛି ଆପଣମାନେ ସମସ୍ତଙ୍କର ଅଛି ପ୍ରତି ମୁହୂର୍ତ୍ତରେ ସେ ଆମକୁ ତୋଳି ଧରିଛନ୍ତି କେବଳ ଏଇ ନାମ ପ୍ରେମର ଭିତରେ ଦେଇ ଆମେ ପ୍ରତ୍ୟେକ ମଣିଷକୁ ଭଲ ପାଇବା ପ୍ରତ୍ୟେକଙ୍କୁ କିଭଳି ସେମାନେ ଠାକୁରଙ୍କୁ ଭଲ ପାଇବେ ସେଟା ଶିଖେଇବା ପ୍ରତ୍ୟେକ ମଣିଷକୁ ଭଲ ପାଇବା ସେଟା ଶିଖେଇବା ଏବଂ ଏଇ ଯୋଉ ନାମ ଭିତରେ ଦେଇ ଆମେ ଆହୁରି ଆମର ନାମର କରିବାର ଭିତରେ ଦେଇ ଆମେ ଆମ ନିଜ ଜୀବନକୁ ଶୃଙ୍ଖଳିତ କରିବା ସର୍ବାଙ୍ଗ ସୁନ୍ଦର କରିବା ଏବଂ ସମସ୍ତଙ୍କ ପାଖରେ ଏଇ ନାମର ପ୍ରଚାର କରିଛି ଆମେ ନିଜେ କେବଳ ଆନନ୍ଦରେ ରହିଲେ ହବନି ସୁଖରେ ରହିଲେ ହବନି ଆପଣମାନେ ବହୁତ ଭାଗ୍ୟବାନ ଏଇ ଦଳେଇ ଭାଇ ଏତେ ଆଡେ ସତ୍ସଙ୍ଗ ବନ୍ଦ ବାନ୍ଦ ହେଇଗଲାଣି କେତେ ଆଡେ ମୁଁ ବି ସବୁ ଏ ସତ୍ସଙ୍ଗ ଦିନ ଥିଲା ପ୍ରତ୍ୟେକ ଦିନ ମୁଁ ସତ୍ସଙ୍ଗ ଯୋଗଯୁକ୍ତ ହଉଥିଲି ଏବଂ ମୁଁ ଆଜି ଦୁଃଖ କରୁଛି ମୁଁ ପ୍ରତ୍ୟେକ ଦିନ ଯୋଗଯୁକ୍ତ ଦଳେଇ ଭାଇ ଯେତେ ଫୋନ କରନ୍ତି ଅନେକ ଥର କରିବାକୁ ମୁଁ ଆଜି ମଧ୍ୟ କ୍ଷମା ପ୍ରାର୍ଥନା କରୁଛି ଏଭଳି ମାନେ ଦାୟିତ୍ୱ ଭିତରେ ଜନ୍ଦି ହେଇଯାଇଛି ମୋତେ ଟାଇମ ବାହାର କରିପାରେ ନା କାରଣ ଆପଣମାନଙ୍କ ଭଳି ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିତ୍ୱ ମାନେ ଏଠି ଉପସ୍ଥିତ ଥାନ୍ତି ଆପଣଙ୍କ ପାଖରେ ଗୋଟେ ପ୍ରେଜେଣ୍ଟ କରିବାକୁ ଯେତେବେଳେ ଯାଏ କେତେ ରୀତିକ ମାନେ ଅଛନ୍ତି ଯାହାଙ୍କ ଠାରୁ ଆମେ ଚାଲିବା ଶିଖିଛୁ ଠାକୁରଙ୍କୁ ଭଲ ପାଇବା ଶିଖିଛୁ ତାଙ୍କ ପାଖରେ ଗୋଟେ କଥା ଆମେ ପ୍ରକାଶ କରିବା ତେଣୁ ସେଇଭଳିଆ ଯଦି ମୁଁ ନ ପଢିବି ତ ଆପଣମାନଙ୍କର କେତେ ଯେ ଆଶା ଯେ ଗୋଟେ ଇଏ ମନୋରଞ୍ଜନ କହିବ ତା କହୁଛନ୍ତି ଭଦ୍ରକ କଲେଜରେ ଇଏ ସିଏ ତେଣୁ ମୁଁ ଯେତେବେଳେ ସେଇଥିପାଇଁ ନିଜ ମଧ୍ୟରେ ମୁଁ ସଂକୋଚ କରେ ନିଜକୁ ବହୁତ ଗୋଟେ ମୁଁ ନିଜକୁ ସ୍କୁଇଜ କରିଦିଏ କେମିତି କହିବି କେମିତି ଭାବିପାରେ ନା ତେଣୁ କ୍ଷମା କରୁଛି ଆଜି ଯଦି ମୁଁ ଯାହା କହିଛି ଠିକ ଥାଏ ଭୁଲ ଥାଏ ଆପଣଙ୍କର ମାନେ ବଡପଣରେ ଆପଣଙ୍କର ସନ୍ତାନ ଭାଇ ମତେ କ୍ଷମା କରିଦେବେ ଆଉ ବିଶେଷ କିଛି କହୁନି ଶେଷରେ ଆପଣଙ୍କ ସମସ୍ତଙ୍କ ସାର୍ବିକ ମଙ୍ଗଳ ପାଇଁ ପ୍ରିୟ ପ୍ରଭୁଙ୍କ ଆଶୀର୍ବାଦରେ ପ୍ରାର୍ଥନା କରି ରହୁଛି ମୁଁ ପୁରୁଷୋତ୍ତମ ଜୟଗୁରୁ ଜୟଗୁରୁ ଖୁବ ସୁନ୍ଦର ଭାବରେ ଆମର ସାମାନ୍ୟ ଶ୍ରଦ୍ଧେୟ ମନୋରଞ୍ଜନ ଭାଇ ପ୍ରଫେସର ଡକ୍ଟର ମନୋରଞ୍ଜନ ସାହୁ ବିଭିନ୍ନ ଦିଗ ଦେଇକି ଆମ ପାଖରେ ଠାକୁରଙ୍କ କଥା ତୋଳି ଧରିଲେ ବିଶେଷ ଭାବରେ ନାମ ଆଉ ପ୍ରେମ ଏଇ କଥାକୁ ନେଇକରି ଆଉ ଅନୁରାଗର ସହିତ ନାମ କରିବା ଦରକାର ଆଉ ଚରିତ୍ର ସଂଶୋଧନ ହେବା ଦରକାର ସତ୍ସଙ୍ଗ ସତନାମ ଏ କଥାକୁ ନେଇ ଅନେକ ଭାବରେ ଆମ ପାଖରେ ନାମର ମହାତ୍ମା ତୋଳି ଧରିଲେ ବୈଶିଷ୍ଟ୍ୟର ଆଉ ବୈଶିଷ୍ଟ୍ୟର କିଭଳି ଉନ୍ନତି ହେବ ଆମେ ବିବର୍ଦ୍ଧନ ଦିଗରେ କିଭଳି ଯିବା ଆଉ ଯୋଉ ଆଜ୍ଞା ଚକ୍ରରେ ନାମ କରିବାର କଥା ଠାକୁର ଯୋଉ କହିଲେ ଆଜ୍ଞା ଚକ୍ରରେ ନାମ କରିବାର ନିର୍ଦ୍ଦେଶ ହେଉଛି ଟୁ ଲିଭ୍ ଇନ୍ ଦ ହରିଜନ ଅଫ ହିଜ୍ କମାଣ୍ଡ ପରମ ପୁରୁଷଙ୍କର ଦିଗନ୍ତ ସୀମା ନିର୍ଦ୍ଦେଶର ସୀମା ଭିତରେ ନିଜକୁ ବସବାସ କରିବା ଆଉ ସେଇ ନାମ ଧ୍ୟାନ ଭିତରେ ଏ ଯୋଉ ନିୟନ୍ତ୍ରଣ ସାମଞ୍ଜସ୍ୟ ସମାଧାନ ଏ କଥାକୁ ନେଇକି ଅନେକ ଗୁଡ଼ିଏ ତତ୍ତ୍ୱପୂର୍ଣ୍ଣ କଥା ଆମ ପାଖରେ ତୁଳି ଧରିଲେ ନାମର ମହିମା ସହିତ ନାମର ଟେକ୍ନିକ୍ କ'ଣ ତାର କ'ଣ ଆଉ ଏଇ ଯୋଉ ବିଭିନ୍ନ ସ୍ତରର ନାମ ଆଉ ସୂକ୍ଷ୍ମ ସ୍ତର ସ୍ଥୂଳ ସ୍ତରର କଥା ସବୁ ବ୍ରହ୍ମାଣ୍ଡ ଆଉ ପିଣ୍ଡ ଏସବୁ କଥା ନେଇକି ଏ ଯୋଉ ନାମର ଇଏ କଥା ନେଇକି ଅନେକ ଭାବରେ ତୋଳି ଧରିଲେ ଶେଷରେ ନିଜର ଅନୁଭୂତିର କଥା ମଧ୍ୟ ଏ ନାମ କରିବାର କଥା ଭିତରେ ତାଙ୍କର ଅନୁଭୂତିର କଥା ମଧ୍ୟ ତୋଳି ଧରିଲେ ଆମମାନେ ଆମର ଶ୍ରଦ୍ଧେୟ ମନୋରଞ୍ଜନ ଭାଇଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ତାଙ୍କ ପରିବାର ସମସ୍ତଙ୍କର ସର୍ବଦ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା ଜଣାଇବା ଏମିତି ପ୍ରଭୁଙ୍କ କଥା କହିକି ଆମମାନଙ୍କୁ ପ୍ରେରଣା ପୃଷ୍ଟ କରୁଛନ୍ତି ଏଇ ଧାରା ହିଁ ତାଙ୍କର ଅବ୍ୟାହତ ଥାଉ ଏହା ହିଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା ଜୟ ଗୁରୁ ଆଉ ଆସନ୍ତା କାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ବୃନ୍ଦାବନ ଭାଇ ଇଞ୍ଜିନିୟର ବୃନ୍ଦାବନ ବେହେରା ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧା ଜ୍ୟୋତିମା ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ତାଙ୍କ ଝିଅ ଦୀପ୍ତିମୟୀଙ୍କର ଏକ୍ଜାମ ଉପଲକ୍ଷେ ଏବଂ ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ନବ ଭାଇ ନବକିଶୋର ନାୟକ ତାଙ୍କର ବିବାହ ବାର୍ଷିକୀ ଉପଲକ୍ଷେ ଏବଂ ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ନିହାର ଭାଇ ସହିତ ନିହାରଞ୍ଜନ ସ୍ୱାଇଁ ତାଙ୍କର ମଧ୍ୟ ବିବାହ ବାର୍ଷିକୀ ଉପଲକ୍ଷେ ଆସନ୍ତାକାଲି ସତ୍ସଙ୍ଗ ଆମେ ଯୋଗଦାନ କରିବା ବର୍ତ୍ତମାନ ଆମର ବିଦ୍ୟୁତି ପ୍ରଧାନ ସମାପନୀ ସଙ୍ଗୀତ ପରିବେଷଣ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହେବ ଜୟ ଗୁରୁ ଦାଦା ଜୟ ଗୁରୁ ଦେବୀ ଆନନ୍ଦ ପରମାନନ୍ଦ ପୁରୁଷୋତ୍ତମ ଲୀଳା ଅଭିନବ ଏକି ଆନନ୍ଦ ପରମାନନ୍ଦ ପୁରୁଷୋତ୍ତମ ଲୀଳା ଅଭିନବ ପତିତ ପାବନ ନର ନାରାୟଣ ପତିତ ପାବନ ନର ନାରାୟଣ ପ୍ରେମମୟ ରୂପେ ଦିବ୍ୟ ଆବିର୍ଭାବ
प्रेममय रूपे दिव्याविर्भाव के आनंद परमानंद पुरुषोत्तम निराभिनव के आनंद परमानंद पुरुषोत्तम निराभिनव बेनी नयनरू बहि जाउछि रे मिलन आवेग आनंद सुरे बेनी नयनरू बहि जाउछि रे मिलन आवेग आनंद सुरे भक्त भगवान अपूर्व मिलन भक्त भगवान अपूर्व मिलन वृंदावने बंशी राधारे डाकिब वृंदावने बंशी राधारे डाकिब देखि आनंद परमानंद पुरुषोत्तम लीलाभिनव के आनंद परमानंद पुरुषोत्तम लीलाभिनव के आनंद परमानंद पुरुषोत्तम लीलाभिनव रुचि अमृत नाम प्रेम बारी विश्व भुवन मोहन करी रुचि अमृत नाम प्रेम बारी विश्व भुवन मोहन करी तनु मन प्राण नवसी हरण तनु मन प्राण नवसी हरण प्रेम तरंग सागर लंघिब प्रेम तरंग सागर लंघिब प्रेम तरंग सागर लंघिब एके आनंद परमानंद पुरुषोत्तम लीलाभिनव एके आनंद परमानंद पुरुषोत्तम लीलाभिनव एके आनंद परमानंद पुरुषोत्तम लीलाभिनव एके आनंद पुरुषोत्तम लीलाभिनव दयालु करी रे जाऊली गावे दयालु करी दुख निर्भय कर निर्भय एके आनंद परमानंद पुरुषोत्तम लीलाभिनव एके आनंद परमानंद पुरुषोत्तम लीलाभिनव एके आनंद परमानंद पुरुषोत्तम लीलाभिनव पतित पावन नर नारायण पावन नर नारायण पतित पावन नर नारायण पतित पावन नर नारायण प्रेममय रूपे दिव्याविर्भाव प्रेममय रूपे दिव्याविर्भाव पुरुषोत्तम लीलाभिनव वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं परम दयाल परम प्रेममय श्री श्री ठाकुर अनुकूल चंद्र जी की परम दयाल परम प्रेममय श्री श्री ठाकुर अनुकूल चंद्र जी की परम दयाल परम प्रेममय श्री श्री ठाकुर अनुकूल चंद्र जी की परम आराध्या जगत जननी श्री श्री बड़मा की
परमाराध्य जगत जननी श्री श्री बड़मा की परमाराध्य जगत जननी श्री श्री बड़मा की परम पूज्य पाद श्री श्री बड़दा की परम पूज्य पाद श्री श्री बड़दा की परम पूज्य पाद श्री श्री आचार्य देव की परम पूज्य पाद श्री श्री आचार्य देव की परम पूज्य पाद श्री श्री आचार्य देव की सात संग की सात संग की सात संग की सात नाम की सात दीक्षा की वंदे पुरुषोत्तमम् वंदे आज पितॄन् वंदे मातृवर्गान् वंदे अहंकृष्टि दैवतम् वंदे पुरुषोत्तमम् वंदे पुरुषोत्तमम् परम दयाल परम प्रेममय श्री श्री ठाकुर अनुकूल चंद्र जी की जय